ସାର୍ ଟିକେ ମୁଁ ବ୍ଲୁଟୁଥ ଟା କନେକ୍ଟ କଲେ କାଳେ ଆସିବ ନା ନାହିଁ ଟିକେ ଚେକ୍ କରୁଛି। ଠିକ ଅଛି ଠିକ ଅଛି। ହ୍ୟାଲୋ। ହଁ ଆଉଛି ଭଏସ୍ ଅଛି କ୍ଲିୟର ଅଛି। ଆଜ୍ଞା ହୁଁ ଆଜ୍ଞା ସାର୍ ସାର୍ ଗୁଡ୍ ଆଫ୍ଟରନୁନ୍। ଗୁଡ୍ ଆଫ୍ଟରନୁନ୍। କୋଉଠୁ ବିଲଙ୍ଗସ୍ କରୁଛ? ଆକ୍ଚୁଆଲି ସାର୍ ଢେଙ୍କାନାଳରୁ। ଆଚ୍ଛା ଆଚ୍ଛା। କଣ ଯେ ଆଜ୍ଞା ପ୍ରିପେୟାର ହଉଛ ଏବେ? ସାର୍ ସେ ଓଡିଶା ଗଭର୍ଣ୍ଣମେଣ୍ଟ ଯେତିକି ଏକ୍ଜାମ ଅଛି ହୁଁ ହୁଁ ଲାଇକ୍ ହୁଁ ସିଜିଏଲ, ସିଏଚଏସଏଲ, ଆରଆଇ। ବାକି ହୁଁ ସେଣ୍ଟ୍ରାଲ ହୁଁ ଟିକେ ଟିକେ ପକେଇ ଦଉଛି ଏତେ ମେନ୍ ଫୋକସ ନାହିଁ ଆଉ। ଓଡିଶା ଷ୍ଟେଟ୍ ଏକ୍ଜାମ ଟାକୁ ଫୋକସ୍ ଅଛି ମେନ୍। ଆଜ୍ଞା। ତ କଣ ଡିସକସ୍ କରିବା କୁହ କଣ ମାନେ ଇସ୍ୟୁ ହଉଥିଲା? ସାର୍ ଟିକେ ଇଏଟା ପ୍ରାଇଭେଟ ରଖିବେ ଅପଲୋଡ କରିବେନି ୟୁଟ୍ୟୁବରେ। ହୁଁ ଆଉ ଆକ୍ଚୁଆଲି ସାର୍ ମୁଁ ପ୍ରୋବ୍ଲେମ କଣ ହଉଛି ନା ଆକ୍ଚୁଆଲି ମୁଁ ଗୋଟେ ଆଭରେଜ୍ ଷ୍ଟୁଡେଣ୍ଟ। ବାକି ଏତେ ଲେବୁଲ ର ଟପ୍ ଲେବୁଲ ଯେମତି ପିଲା କରିଦଉଛନ୍ତି ଫାଷ୍ଟ ମ୍ୟାଥ କି ଇଂଲିଶ ମୋର ଇଂଲିଶ ବହୁତ ୱିକ୍। ମ୍ୟାଥରେ ବି ସେ ଆଭରେଜ। ଆଉ ରହିଲା ବାକି ଯାହାବି ପଢୁଛି ଭୁଲି ବି ଯାଉଛି। ଏବେ ଲାଷ୍ଟ 1 ଇୟର 8 ମାସ ହେଲା ପ୍ରିପେୟାର ହେଲି। ବହୁତ ଡିଷ୍ଟ୍ରାକ୍ସନ ପରେ ଲାଷ୍ଟରେ ଢେଙ୍କାନାଳରୁ ପଳେଇ ଆଇଲି ଭୁବନେଶ୍ୱରକୁ। ମାନେ ଲାଇବ୍ରେରୀ ଜଏନ୍ କରିବା ପାଇଁ କାରଣ ବହୁତ ଘରେ ଡିଷ୍ଟ୍ରାକ୍ସନ ହେଲା ବୁଲାବୁଲି ଏମିତି ରହିଲା। ହୁଁ ଏମିତି ହେଇକି ତବେ ଛାଡି ଦେଇକି ଆସିଲି ଲାଇବ୍ରେରୀ ଜଏନ୍ କରୁଛି ଜାନୁଆରୀ ମାସରେ ହିଁ ଷ୍ଟାର୍ଟ କରିଛି। ହୁଁ ବାକି ଯାହା ଘରେ ପଢିଥିଲି ଘରେ କଣ ହେଲା ନା ସେ ମୁଁ ଷ୍ଟାର୍ଟିଂ ରୁ କହିବି ମ୍ୟାଥରୁ ଷ୍ଟାର୍ଟ କରିବା। ମ୍ୟାଥରେ ମୁଁ ଫାଷ୍ଟ ରାକେଶ ଯାଦବଙ୍କର ଯୋଉ ଅଛି ବ୍ୟାସ ନେଇଯାଇଥିଲି ବାକି ତାଙ୍କର ଏତେ ଲେନ୍ଦି ଯେ ନମ୍ବର ସିଷ୍ଟମରେ ମୋର ପାଖାପାଖି 3 ମାସ ପଳେଇଲା। ହଁ ତିନି ସେମାନେ ପୁରା ଚାରି ମାସ ମାନେ ପଳେଇବ ସେଠିର ମାନେ ଓଡିଶା ଲେଭେଲ ଏକ୍ଜାମ ପାଇଁ ସେଟା ଟିକେ ବେଶୀ ଆଉ ମାନେ ସେଥିରେ ଖାଲି ତମର ବହୁତ 3-4 ମାସ ହାର୍ଡ। ପଲେଇଯିବ। ଅଧିକ ଦିନ ପଳଉଛି ତାପରେ ବି ସେଇଟାକୁ ରିପିଟେଡ ରିଭିଜନ ନ କଲେ ଭୁଲିଯିବ। ତାପରେ ବି ଏତେ ଲେନ୍ଦି ପଡୁନି। ଆମେ ଏତେ ଲେନ୍ଦି ଫାଷ୍ଟ ପଢିଦବା କିନ୍ତୁ ସର୍ଟ ଏକ୍ଜାମ ଯେମିତି କି ପୁରା ଏଇ ଓଡିଶା ଏକ୍ଜାମରେ ଇଜି ଆସୁଛି ସେଇ ଜିନିଷ ହୁଁ କରିପାରୁନୁ ହୁଁ ତାପରେ ହୁଁ ରିଗ୍ରେଟ ଫିଲ୍ ହଉଛି ଆଉ ମାନେ ଏତେ ଲେନ୍ଦି ପଢି କିଛି ତ ଲାଭ ବି ହଉନି। ତ ସେଇଠୁ ରାକେଶ ଯାଦବ ମୁଁ ଛାଡିଦେଲି। ତ ବାକି ତାଙ୍କର ନମ୍ବର ସିଷ୍ଟମ ପରସେଣ୍ଟେଜ ପଢି ଦେଇଥିଲି ଯେ ଟିକେ ବେସିକ ହେଭି ଲେବୁଲ କ୍ଲିୟର ହେଇଗଲା ମାନେ ନମ୍ବର ସିଷ୍ଟମ ଯେତିକି ପ୍ରୋବ୍ଲେମ ହେଲା ଯୋଉ ଡିଭିଜିବିଲିଟି ଏ ବହୁତ ଷ୍ଟ୍ରଙ୍ଗ ହେଇଗଲି। ତାପରେ କଣ କରିବି ମତେ କହିଲା ଆଦିତ୍ୟ ରଞ୍ଜନ ସାଙ୍ଗ ପଢିବା ପାଇଁ। ତ ଆଦିତ୍ୟ ରଞ୍ଜନ ସାର୍ ପୁଣି ବ୍ୟାଚ ନେଇଗଲି। ଯେ ମୁଁ ଆଉ ରିଭ୍ୟୁ କରିନଥିଲି ତାଙ୍କର ବି ଏତେ ଭିଡିଓ ଅଛି ବାକି ତାଙ୍କ ସିଟରେ କମ କୋଶ୍ଚିନ୍ ଅଛି ହୁଁ ହୁଁ କମ୍ପେୟାର ଟୁ ଆମେ ରାକେଶ ସାଙ୍ଗ ଦେଖିବା ରାକେଶ ହୁଁ 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 ଗୋଟେ ସବଜେକ୍ଟ 300 ରହିଲା ତାଙ୍କ ସବଜେକ୍ଟରେ 150। 150 କଲେ ବି କିଛି ନୁହେଁ। ଏତେ ସାରା ଭିଡିଓ ଦେଖିବା ପାଇଁ ଆମକୁ ଟାଇମ କାହିଁ। ମାନେ ଗୋଟେ ସବଜେକ୍ଟ 19ଟା 20ଟା ଭିଡିଓ ଆମେ ଦେଖିବୁ ଆମ 8 ମାସ 9 ମାସ ପଳେଇବ। ଗୋଟେ ଆଉ ଚାପ୍ଟର ର ଖାଲି ପୁରା ନାଇଁ କି? ମ୍ୟାଥ ଗୋଟେ ଚାପ୍ଟର ଆଉ ଗୋଟେ ଚାପ୍ଟର ବି 1.25 ଦେଖିଲେ ବି ତଥାପି ସିଏ ହଉନି। 1.5 ଦେଖିଲେ ବି ତ ଜିନିଷ ଏତେ କନଫ୍ୟୁଜନ କିଏ ଗୋଟେ ମାନେ ଗାଇଡ କରିବା ପାଇଁ କେହି ନାହାନ୍ତି ଖାଲି ସମସ୍ତେ ମାର୍କେଟିଂ ପରପୋଜରେ ଆସୁଛନ୍ତି ଲାଷ୍ଟ ପୋଷ୍ଟରେ କହିଦେଇକି ପଳଉଛନ୍ତି। ସେ କୋର୍ସ ନେଲେ ଫାଇଦା କଣ ତମ କୋର୍ସ ଟା ନବୁ କଣ ଆମେ ଏତେ କୋର୍ସ କିଣୁଛୁ। ତାପରେ ଓଡିଶାରେ କେହି ସେଇ ଲେବୁଲ ମ୍ୟାଥ ବି ସେମିତି ନହେଲେ ଖାଲି ମାର୍କେଟିଂ ପରପୋଜରେ ପିୱାଇକ୍ୟୁ କରିଦେଇକି ପଳଉଛନ୍ତି। ଖାଲି ପିୱାଇକ୍ୟୁ କଲେ ବି ହବନି ତମେ ଟାଇପ ୱାଇଜ ପଢେଇବାକୁ ପଡିବ ନହେଲେ ତ ସେଣ୍ଟ୍ରାଲ ଏକ୍ଜାମ ଜଣେ ବି ଦେଇଲେ ବି ହବନି। ତ ଏଇ ଏମିତି ହେଇକା ଏତେ କନଫ୍ୟୁଜନ ମାନେ ଗୋଟେ ବ୍ୟାଚ ପରେ ଏଇ ବ୍ୟାଚ ଆଉ ଆଉ ଗୋଟେ ବ୍ୟାଚ କଣ ପଢିବ ହୁଁ ନିଜେ ଜାଣି ହଉନି। ତ ଏମିତି ହେଇକି ମୋର ତଥାପି ଆରିଥମେଟିକ ସରିଛି ମୋର 4ଟା। ମାନେ ନମ୍ବର ସିଷ୍ଟମ ସରିଯାଇଛି ଅବଶ୍ୟ ରାକେଶ ସରେଇ ଦେଇଥିଲି। ବାକି ଆରିଥମେଟିକ୍ ପରସେଣ୍ଟେଜ ରେସିଓ ପ୍ରପୋର୍ସନ ଅଣ୍ଡର ତ ସେ ଆଉ ଏପଟେ ମୁଁ ହୁଁ ଆଭରେଜ ସରେଇଥିଲି। ଫିର ବି ପ୍ରୋବ୍ଲେମ ହଉଛି କଣ ନା ସପୋଜ ମୁଁ ଯୋଉଠି ବି କରିଛି ଆଦିତ୍ୟ ରଞ୍ଜନ ସାରଙ୍କ ଠି କି ରାକେଶ କରିଥିବି 200-300 କୋଶ୍ଚିନ୍ କରିଥିବି ସେଇଥିରୁ 50ଟା କୋଶ୍ଚିନ୍ ଆସିନଥିବ 15 ଦିନ ପରେ ମାନେ କି 30 ଦିନ ପରେ ପଚାରିଲେ ବି ମତେ ଆସିବନି। ସେଇଟା କେତେ ଲେବୁଲ ରିଭିଜନ କରିବାକୁ ପଡିବ। କି କଣ କରିବାକୁ ପଡିବ ନିଜେ ବି ଜାଣିପାରୁନି ସେଇରା ଧରିକି ବସିବି ନା ପିୱାଇକ୍ୟୁ କେତେବେଳେ ସଲ୍ଭ କରିବି ଆଉ ଏତିକି ଦିନ ରହିଲା ମାତ୍ର ଟାଇମ ତ ମୁଁ ହୁଁ ହୁଁ ସେଥିପାଇଁ କଣ କଲି ନା ସେ ଯେତେ ସର୍ଟଲି ପଢିବ ବେସିକ ଟା
ତାପରେ ଡାଇରେକ୍ଟ କୋଶ୍ଚିନ୍ କୁ ମୁଁ ନଉଛି। ତ ପ୍ରଫିଟ୍ ଲସ୍ ଟା ବି ସେମିତି 3 ଦିନରେ ମତେ ପର ସବଜେକ୍ଟ କୁ ମୁଁ 3 ଘଣ୍ଟା ଦେଲି, ପ୍ରଫିଟ୍ ଲସ୍ ଟା ମୁଁ ସରେଇ ଦେଲି। ତଥାପି ଗୋଟେ ଗୋଟେ ଜିନିଷ ଆସୁନି ତ ଆସୁନି, ତାକୁ ସବୁ ଜିନିଷ ତ ପଢିକି ଯାଇ ହବନି। ବାକି ଯେତିକି ବେସିକ ବେସିକ ପଢିଥିଲି, ଯାହା ଯାହା ପ୍ରଫିଟ୍ ଲସ୍ ଟା ଟିକେ ଏଥିପାଇଁ ଇଜି ଲାଗିଲା ଯେହେତୁ ମୁଁ ପରସେଣ୍ଟେଜ ରେସିଓ ପ୍ରୋପୋର୍ସନ ମୁଁ ହୁଁ ହୁଁ ବେସିକ ଭଲସେ କ୍ଲିୟର ହେଇଗଲି। ତ ସେଇ ରିଲେଟେଡ ଖାଲି ସେଲ୍ସ ଆଉ ପ୍ରଫିଟ ଏଇ ଡିସକାଉଣ୍ଟ ଏଇ ତିନିଟାରେ ସେ କମ୍ପେୟାର ଟା କରିବ। ବାକି ଜିନିଷଟା ହଉଛି ଆମେ ପଢାରୁ 3 ଦିନ ବି ବୁଲି ପଳଉଛୁ କି 2 ଦିନ ବୁଲି ପଳଉଛୁ, ଆସିଲା ବେଳକୁ ପୁରା ମାଇଣ୍ଡ ଆଇଦର ସେଇ ପଢିବାକୁ ଇଚ୍ଛା ହବନି, ନହେଲେ ଭୁଲି ହିଁ ଯାଉଛୁ, ଖାଲି ଭୁଲି ହିଁ ଯାଉଛୁ। କେତେ ରିପିଟେଡ କରିବୁ। ସମସ୍ତେ କହୁଛନ୍ତି 6 ମାସ ଭଲସେ ପଢିଦିଅ ଯେ ହେଇଯିବ, କିଏ କହୁଛନ୍ତି 5 ବର୍ଷ ପଢିକି ମୋର ଏପର୍ଯ୍ୟନ୍ତ ହେଇନି, ମାନେ କିଏ କହୁଛି 3 ବର୍ଷ ହେଲା ପଢୁଛି ମୁଁ। ମାନେ ସେମାନେ ଆକ୍ଚୁଆଲି ପଢୁଛନ୍ତି ନା ପଢୁନାହାନ୍ତି ମୁଁ ବି ଜାଣିନି। ଆଉ ଯୋଉ କହୁଛନ୍ତି 6 ମାସ ହେଇଯାଉଛି, ଯେ ସେ ଆକ୍ଚୁଆଲି ସୋର୍ସ ତାଙ୍କର କଣ ଯେ 6 ମାସ ହେଇଯାଉଛି। ଯଦି ଆପଣ ସେଣ୍ଟ୍ରାଲ ଏକ୍ଜାମ ର ଯୋଉ ଟିଚର ଧରିବ, ସେ ତାଙ୍କର ମ୍ୟାଥ ସିଲାବସ ଏତେ ଯେ ହୁଁ ସିଏ ହୁଁ ହୁଁ ପ୍ରୋବ୍ଲେମ। ଓଡିଶାରେ ସେଇ ଲେବୁଲ ke ଟିଚର ଦଉନାହାନ୍ତି, ସବୁ PYQ କରିଦଉଛନ୍ତି। ଆଉ ଆମେ ଟାଇପ ଜାଣିବୁ କଣ, PYQ କଲେ ଯଦି ଯୋଉମାନେ ୟୁଟ୍ୟୁବରେ ବି କରୁଛନ୍ତି, ସେମାନେ ସେଇ ପୁରା ଲାଷ୍ଟ ପେପର ଧରିକିନି ସେଇଟା ଖାଲି କରିଦଉଛନ୍ତି। ଆଉ ସେମିତି ହେଲେ ଟିକେ କିଏ ବୁଲେଇକି ପଚାରିଲେ ପ୍ରୋବ୍ଲେମ ହବ। ତ ମ୍ୟାଥ ରେ ଏମିତି ପ୍ରୋବ୍ଲେମ ହଉଛି ବହୁତ। ଏମିତି ମାନେ ସମସ୍ତଙ୍କର ମ୍ୟାଥ ଏମିତି ହଉଛି ଯେ ସେଣ୍ଟ୍ରାଲ ପଢିଲା ବେଳକୁ ଲେନ୍ଦି ଲାଗୁଛି, ସେଟା ପୁଣି ଭୁଲି ଯାଉଛୁ। ଏତେ ଏତେ ମୋଟା ବହି କେବେ ସରିବ ଜାଣି ହଉନି। ଏବେ ରିଜନିଂ କି ଆମେ ଯଦି ଦେଖିବା, ତଥାପି ରିଜନିଂ ର ପିୟୁଷ ବାର୍ଷ୍ଣେୟ ସାରଙ୍କ ଭଲ, ଆମେ ତାଙ୍କ ବ୍ୟାଚ୍ ବି ନେଇଛୁ। ମେନ୍ ଦେଖନ୍ତୁ ସାର୍, ପଇସା ବହୁତ ଖର୍ଚ୍ଚ ହଉଛି। ପଇସା ଆଜି ପାଠରେ ଖର୍ଚ୍ଚ କରୁଛୁ, ସବୁଠି ଖର୍ଚ୍ଚ କରିବୁ ଆମେ ଗୋଟେ ଚାକିରି ପାଇଁ। କିନ୍ତୁ ଏତେ ଗାଇଡାନ୍ସ ର କମି ରହୁଛି। ଏ ସମସ୍ତେ ବି ଟାର୍ଗେଟ ବ୍ୟାଚ ଚଲାଉଛନ୍ତି, କେତେ ଜଣ ଟାର୍ଗେଟ ବ୍ୟାଚ ରେ ଓଭର ପ୍ରେସର ପଡିଯାଉଛି। ଯଦି ସପୋଜ ବି 15 ଜଣ ଭଲ ଟାର୍ଗେଟ ଦେଲେ, 16 ନମ୍ବର ଦିନକୁ ଆଇଦର ସେମାନେ ବି ନଥିବେ, ନହେଲେ ଥିଲେ ବି ଲାଷ୍ଟ କହିଦେବେ ଏକ୍ଜାମ ଆସିଗଲା MCQ କରିଦିଅ। ଏମିତି କେମିତି? ଆମେ ସିଲାବସ ଟା ଫାଷ୍ଟ ସରେଇ ଦେଲେ ହବ। ସପୋଜ କେହି କହୁଛନ୍ତି ସିଲାବସ ସରେଇକି ମକ୍ ଟେଷ୍ଟ ଦିଅ, କେହି କହୁଛନ୍ତି ତମର କେବେ ବି ସିଲାବସ ସରିବନି ମକ୍ ଟେଷ୍ଟ ଦେଇ ଚାଲ। ତ ଏମିତି ହେଲେ ଆମେ ୱିଦାଉଟ୍ ସିଲାବସ ନ ସରିକି ମକ୍ ଟେଷ୍ଟ ଦେଲା ବେଳକୁ ଆମେ ଡିମୋଟିଭେଟ ନିଜେ ହେଇଯାଉଛୁ। କାରଣ ଆମେ ତ କିଛି ପଢିନେ, ଗୋଟେ ଗୋଟେ ଜିନିଷ SICS ପଢିନଥିଲେ ତ ଆମେ SICS ଛୁଇଁ ହିଁ ପାରିବୁନୁ। ତ ଏମିତି ହଉଛି। ତ କିଏ କହୁଛନ୍ତି ସିଲାବସ ସରେଇକି ଆସ, ସିଲାବସ ସରିଲା ବେଳକୁ ହିଷ୍ଟ୍ରି ଯାକ ବି ଯୋଉ ଏତେ ଭାଷ୍ଟ, ସେମିତି ପ୍ରୋବ୍ଲେମ ହଉଛି। ମାନେ ଏତେ କନଫ୍ୟୁଜନ ମଣିଷ ହେଇଗଲାଣି ଯେ, ମାନେ ପଢିବ ନା ହୁଁ ମାନେ ଆମେ ମୁଁ ଯେତେ ଚେଷ୍ଟା କରୁଛୁ, ଆମେ ସକାଳ 9ଟାରୁ ଷ୍ଟାର୍ଟ କରୁଛୁ ପଢିବା ପାଇଁ, ଧର 5ଟା ଯାକେ ତା 5ଟା ନେଖା ପଢିଦବୁ, ତାପରେ ଆସିଯିବ ଡିପ୍ରେସନ, ଆନଜାଇଟି ସବୁ ବାହାରି ଯିବ। ପୁଣି ୟୁଟ୍ୟୁବ ରେ ଏତେ ଏତେ ମାନେ ସେଇ ଷ୍ଟ୍ରାଟେଜି ଭିଡିଓ ଦଉଛନ୍ତି, ମୁଁ କେତେ ନଟ୍ ଇଣ୍ଟରେଷ୍ଟ ମାରୁଛି ଫିର ବି ସେ ଆସୁଛି ଭାରି। ଆଉ ୟୁଟ୍ୟୁବ କୁ ଗଲା ମାନେ ସେଇ ଜିନିଷ ଆସିବ, ସେଇ ଜିନିଷ ଖୋଲିବ ମାନେ ପୁରା ପ୍ରୋବ୍ଲେମ ହିଁ ହଉଛି ଷ୍ଟ୍ରାଟେଜି ଭିଡିଓ ଦେଖି ଦେଖିକା। ତ ସେଥିପାଇଁ ସେ କେହି କିଛି ଗାଇଡାନ୍ସ ନଥାନ୍ତୁ, ଆମେ ଏତେ ଏତେ ବହି, ଇଏ ବହି ସିଏ ବହି କିଣିକୁଣା ଦେଇଛୁ। ତ ତ ପଢିବା ତ ମାନେ ନାହିଁ। ତମର GS ପାର୍ଟ ଟା କେମିତି ରହୁଛି? GS ପାର୍ଟ ସାରେ ମାନେ ବହୁତ ଟାଇମ ଲାଗୁଛି ମାନେ ମନେ ରଖିବା ପାଇଁ, କିନ୍ତୁ ଥରେ ମନେ ରଖିଲେ ସେ ରିଭିଜନ କଲେ ମାନେ ରହୁଛି ପରମାନେଣ୍ଟଲି ମନେ ଏବେ ରହୁଛି। ଯୋଉ ଡେଲି ସପୋଜ ମୁଁ ଆମେ ରିଭିଜନ କରିଦିଏ। ଆମେ ଯେମିତି CGL ଏକ୍ଜାମ ସପୋଜ ଆମେ ଏକ୍ଜାମ୍ପଲ ନେଲା। ଆଜ୍ଞା। CGL ରେ ଆମର ଆଉଛି କଣ କଣ? ଏରିଥମେଟିକ୍ ଆସିବ, DI ଆସିବ, ରିଜନିଂ ଆସିବ, କମ୍ପ୍ୟୁଟର ଏଣ୍ଡ GS, ଆଉ ଗୋଟେ କରେଣ୍ଟ ଆଫେୟାର ଆସିବ ପ୍ରିଲିମ୍ସ ରେ। ଆଜ୍ଞା ସାର୍। ତ ଏଇ ଯୋଉ ଆମ ପାଖରେ 6ଟା ସବଜେକ୍ଟ ରହିଲା, ଏଇ ଆଜ୍ଞା ଛଅଟାରୁ ସାର୍। ତମର ଷ୍ଟ୍ରଙ୍ଗ ସବଜେକ୍ଟ କୋଉଟା ରହୁଛି? ମାନେ ନିଜର ହିସାବରେ ଦେଖିବ ଯଦି ଷ୍ଟ୍ରଙ୍ଗ ସବଜେକ୍ଟ ସାର୍ କୋଉଟା ଦେଖନ୍ତୁ, ବନେଇ ପାରିବ? ମୁଁ ଷ୍ଟାର୍ଟିଂ ରୁ କହିଛି ମୁଁ ଆଭରେଜ। ତ ମୁଁ କଣ କରେ ନା, କମ୍ପ୍ୟୁଟର ପୁରା ଅଛି ଷ୍ଟ୍ରଙ୍ଗ। ଖାଲି ତାର MS ଅଫିସ ଟିକେ ଏଇ ଯୋଉ ଲାଟେଷ୍ଟ କଣ ପଢିନି, ସେଇଟା ଟିକେ ମୁଁ ପଢିବାର ଅଛି ମତେ। ଆଉ ରହିଲା କରେଣ୍ଟ ଆଫେୟାର୍ସ, ସାର୍ ମୁଁ ଯେତେ ପଢିଲେ ମନେ ରହୁନି। ମାନେ ପ୍ରୋବ୍ଲେମ କଣ ହଉଛି ନା, ଯୋଉ ମନ୍ଥଲି ସପୋଜ ଇଣ୍ଡୋଲକ୍ସ ଥିଲେ କି ଇଣ୍ଡୋ ପାଠଶାଳା କି କରେଣ୍ଟ ଆଫେୟାର ଅପଡେଟ୍ସ କି ଯୋଉ ବି ହେଲେ, ତ ମାନେ ଆମେ ଧର MCQ ପଢିଦେଲେ MCQ ମନେ ରହୁଛି, ତା ସାଇଡ ରେ ବହୁତ ସାରା ଜିନିଷ ପଢଉଛନ୍ତି। ଯେମିତି ପଦ୍ମଶ୍ରୀ ଆୱାର୍ଡ, ପଦ୍ମଶ୍ରୀ ଆୱାର୍ଡ ତ 113ଟା, ସେଥିରୁ ବି ବାଛି ବାଛିକି ଜଣେ 10-15ଟା, ସେଥିରୁ ବି ଟାଇଟେଲ ଫାଇଟେଲ ମନେ ରହୁନି। ତାକୁ ସର୍ଟଲି କରିକି ବି ପଢିଲେ ବି ସେଇଟା ବହୁତ ଥର ରିଭିଜନ କରିବାକୁ ପଡୁଛି। ମାନେ ହୁଁ ହୁଁ କରେଣ୍ଟ ହୁଁ ଆଫେୟାର ଯୋଉ MCQ ଜିନିଷ ଟା ମନେ ରହିଯାଉଛି, କିନ୍ତୁ ଯୋଉ ସାଇଡ ରେ ଏତେ ଏତେ ଆଇଟମ, ସପୋଜ ଥିମ୍ ରହିଲା କି ଆର୍ମି ଡେ ର ଥିମ୍ ରହିଲା କି କୋଉ ଜିନିଷ,
ଗୋଟେ ଗୋଟେ ଅଲଗା ଅଲଗା ୱାର୍ଡ ସେଇଟା ଟିକେ ମନେ ରହୁନି। ତ ହେଭି ହେଭି ହେଇଗଲା ବେଳକୁ ମାନେ କରେଣ୍ଟ ଆଫାଟା 1.5 ଘଣ୍ଟା ପଳଉଛି। ଏକା ସାଙ୍ଗେ ସବୁ ପାଠ ମାନେ ମନେ ରହୁନି। ତାପରେ ଡିଆଇ ମୁଁ ଟୋଟାଲି ଷ୍ଟାର୍ଟ ବି କରୁନି। ଡିଆଇ ର ସମସ୍ତେ କହୁଛନ୍ତି ଯେ ଆମର ପରସେଣ୍ଟେଜ ଆଭରେଜ ଆଉ ରେସିଓ ପ୍ରପୋର୍ସନ ଷ୍ଟ୍ରଙ୍ଗ ହେଲେ ଡିଆଇ ହେଇଯିବ। ବାକି ମୁଁ ଯେହେତୁ କିଛି ଷ୍ଟାର୍ଟ କରିନି, ମାନେ ସେ କୌଶିକ ମହାନ୍ତି ସାରଙ୍କ ଗୋଟେ 4 ଘଣ୍ଟିଆ ମାରାଥନ ଭିଡିଓ ଥିଲା, ମୁଁ ଖାଲି ଜଷ୍ଟ ହୁଁ ଟିକେ ହୁଁ ଦେଖିଦେଇଥିଲି। ଦେଖିଦେଇଥିଲି, ମୁଁ ଭାବୁଛି ସେଇଟା ଆଉ ଟିକେ କମ୍ପ୍ଲିଟ କରିକିନି ଡାଇରେକ୍ଟ କୋଶ୍ଚିନ୍ ପ୍ରାକ୍ଟିସ କରିବି। ତେଣୁ ବହୁତ ଟାଇମ ଲାଗୁ ପଛେ ଦେଖିଦେଇ କରିବା। ଆଉ କାହାର ତ ଭିଡିଓ ନା ଦେଖିକି ଟାଇମ ହବନି। ତାପରେ ମୁଁ ଗୋଟେ ଥର କେ ଏମିତି ନୁହେଁ ଯେ ଖାଲି ସିଜିଏଲ ପାଇଁ ପୁରା ପଢୁନି, ମୁଁ ସବୁଥି ପାଇଁ ପଢୁଛି। ସେଥିପାଇଁ ମୁଁ ଏତେ ବି ଓରିଡି ହେଇଯାଉନି। ଓରିଡି ହେଇଯାଉଛି ସିଜିଏଲ ପାଇଁ କେମିତି ହେଇଯିବ, କିନ୍ତୁ ବେଳେ ବେଳେ ଭାବୁଛି ନାଇଁ ପିଲା ଏତେ ଏତେ ବର୍ଷ ପ୍ରିପେୟାର ହେଇକି ଅଛନ୍ତି, ଏଇଥରକ ଆଉ ହବନି ଭାବୁଛି ଏମିତି। କିନ୍ତୁ ଫିର ବି ମୁଁ ଟ୍ରାଏ କରିଛି। ରିଜନିଂ ବି ଅଲମୋଷ୍ଟ 50-60 ସରିଗଲାଣି। ମାନେ ରିଜନିଂ ର ସିଲାବସ 50-60 ସରିଲାଣି। ତାକୁ ମୁଁ ଯୋଉଟା ମୁଁ ସରୁଛି ସେଟା ଟିକେ ହେଭି ଲେବୁଲ ରିଭିଜନ କରୁଛି। ନହେଲେ ହୁଁ ମୁଁ ଟିକେ ମନେ ରହୁନି, ଭୁଲି ବି ଯାଉଛି। ଫିର ବି ଆଜି ବି ମ୍ୟାଥ ବି ସେମିତି ପରସେଣ୍ଟେଜ କୁ ମୁଁ ଏତେ ପଢି ପଢିକି ଲାଷ୍ଟ ମୁଁ କମ୍ପାଇଲ କରିଦଉଛି ସବୁ ଜିନିଷ। ମାନେ ଅଳ୍ପ ଅଳ୍ପ କରିକି ଅଧିକ ପଢୁଛି। କାରଣ ନା 200-300 କୋଶ୍ଚିନ୍ କରିକି ଗୋଟେ ସବଜେକ୍ଟ ର ସେଟା ମାନେ ବହୁତ ଟାଇମ ପଳେଇବ। ତ ସେଟା ମୁଁ କମ୍ପାଇଲ କରୁଛି 100ଟା ଖଣ୍ଡେ କୋଶ୍ଚିନ୍, ଯୋଉଟା ପୁରା ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ ବାଛିକିନି ତାପରେ ଲାଷ୍ଟରେ ପିୱାଇ କି କରିବି ବୋଲି ଭାବିଛି। ମୁଁ ଡିଆଇ ଟୋଟାଲ ଷ୍ଟାର୍ଟ କରିନି ସାର୍। ଆଉ କରେଣ୍ଟ ଆଫାର ଓନ୍ଲି ଜାନୁଆରୀ ଟା ପଢିଛି। ବାକି ବହୁତ କଷ୍ଟ ହେଇଛି ମତେ। ସେ ସାଇଡ ଆଇଟମ ଯୋଉ ସାଇଡ ର ଯାହା ଯାହା ପାର୍ଟ ଅଛି ଷ୍ଟାଟିକ ପାର୍ଟ ବି ଗୋଟେ ଲେଖି ଦଉଛନ୍ତି, ସେଇରା ବି ପଢୁଛି। ସେମାନେ ସେଇରା ବି ପଢିବ। ଆଉ ସେଇରା ପଢିବାକୁ ମତେ ବହୁତ ଟାଇମ ଲାଗିଥିଲା। ଆଉ ଜିଏସ ଯୋଉ ଓଡିଶା ହିଷ୍ଟ୍ରି, ଓଡିଶା ହିଷ୍ଟ୍ରି ଖାଲି ମଡର୍ଣ୍ଣ ହିଷ୍ଟ୍ରି ଲାଷ୍ଟ ଯୋଉ ମୁଭମେଣ୍ଟ ହେଲା ସେତିକି ଖାଲି ପଢିନି ବହିରୁ। କିନ୍ତୁ ଡାଇରେକ୍ଟ ପଢୁଛି ବହିରୁ ଓଡିଶା ହିଷ୍ଟ୍ରି ବୁଝିବା ପାଇଁ ଏମିତି ବି କିଛି ଟିଚର ନାହାନ୍ତି। ବାକି ୟୁଟ୍ୟୁବରେ ଗୋଟେ ଗୋଟେ ସର୍ଟ ଦେଖିଦିଏ। ଆଉ ଦୁଇରେ ଜିନିଷ, ଗୋଟେ ୟୁଟ୍ୟୁବର ଚ୍ୟାନେଲ ଥିଲେ ସେ ଟିକେ ପଢେଇଥିଲେ। ଆଉ ବାକି ନହେଲେ ମୁଁ ଡାଇରେକ୍ଟ ସେ ପେଜ ଟାକୁ ଅପଲୋଡ କରିଦିଏ କୋଉ ଚାଟ ଚ୍ୟାନେଲ ଟା? ଜିପିଟି ରେ। ଅ ସେ ଆଇକୁ ରାଙ୍କର ଗୋଟେ ଅଛି। ଆଉ ହୁଁ ସିଏ ହୁଁ ମାନେ ଏମିତି ବହି ୱାଇଜ ପଢାନ୍ତି। ତାଙ୍କର ବି ସେମିତି ବ୍ୟାଚ ଟାଇପ ଅଛି। ବାକି ମୁଁ କଣ କରେ ନା, ଆହୁରି ସର୍ଟ ମାନେ ଆହୁରି କେତେ ସ୍ପିଡ ମୁଁ ବୁଝିବାକୁ ଚାହୁଁଛି। ମାନେ ଯଦି କ୍ଲାସ ଟା କରିବି ଗୋଟେ ଘଣ୍ଟା ଗୋଟେ ପେଜ ପଳେଇବ। ତ ମୁଁ ତାକୁ ଆହୁରି ସ୍ପିଡ କେତେ ବୁଝିବାର ଅଛି। ମାନେ ଯେହେତୁ ଯୋଉ ନୂଆ ବହିଟା ନୋ ୟୋର ଷ୍ଟେଟ ଅଛି, ଟିକେ ଭଲସେ ବୁଝି ହଉଛି। କିନ୍ତୁ ଗୋଟେ ଗୋଟେ ୱାର୍ଡ ହେଲା ମାନେ ବୁଝି ହଉନି। ଧର ହିଷ୍ଟ୍ରିର, ତ ଆମେ କଣ କରିବୁ ନା ପୁରା ସେ ଗୋଟେ ପେଜ ଟା ମୁଁ ସିଧା ଚାଟ ଜିପିଟି ଅପଲୋଡ କରିଦଉଛି। ତା କହିଦେବି ଯେ ଏଟା ବୁଝେଇ ଦିଅ। ହୁଁ ମାନେ ହିନ୍ଦୀରେ ବୁଝେଇଦବ ସିଏ, ବୁଝିଗଲି। ତାପରେ ସେ ସେଇଥିରୁ ଯୋଉ ୱାର୍ଡ ଟା ମୁଁ ବୁଝୁନଥିବି ବହିରେ ସେଟା ମୁଁ ଖାଲି ଲେଖିଦେବି। ଲେଖିକିନି ଖାଲି ବହିଟା ମାନେ ସେଠି ସ୍ପିଡ ୱାର୍ଡ ହେଇଯିବ। ଓଡିଆରେ ବୁଝା ବୋଲି ବି ସେ କହିଦବ ଓଡିଆରେ ବି। ହଁ ଓଡିଆରେ ବି କହିଦବ ଯେ, ବାକି ହିନ୍ଦୀରେ ଯଦି ବୁଝି ହୁଁ ହଉଛି ଆମେ ହିନ୍ଦୀରେ ମାନେ ତାକୁ ଟିକେ କମ୍ଫର୍ଟେବଲ ତ ହିନ୍ଦୀରେ ମୁଁ କହିଦଉଛି, ସେ ବୁଝେଇ ଦଉଛି। ଆଉ ସ୍ପିଡ ବୁଝିଦେଲା ଫାଷ୍ଟ ୱାନ୍ସ ହିଷ୍ଟ୍ରି ଟା ବୁଝିଦେଲା ମାନେ ତାକୁ ଘୋଷି ଦେଇକିନି ରଖି ଦଉଛି। ଆଉ ଜେଗ୍ରୋଫି ଟା ସେ ଭୂପେନ୍ଦ୍ର ସାରଙ୍କର ଯୋଉ ହୁଁ ପ୍ଲେ ହୁଁ ଲିଷ୍ଟ ହୁଁ ଥିଲା ସେଇଟା ମୁଁ 8ଟା ସରେଇ ଭିଡିଓ ଅଛି ଆଉ। ଦେଇଥିଲି। ହଁ 8ଟା ଭିଡିଓ ମୁଁ ସରେଇ ଦେଇଥିଲି। ବାକି ଏକ୍ସଟ୍ରା ଯୋଉ ଜିନିଷ ବହିରୁ ମୁଁ ଦେଖିକି ଖାଲି ନୋଟ କରିଦେଇଥିଲି, ଏତିକି ପଢିବାର ଅଛି। ଖାଲି ଆର୍ଟ ଆଣ୍ଡ କଲଚର ରହିଲା। ଆର୍ଟ ଆଣ୍ଡ କଲଚର ମୁଁ ଖାଲି ଟେମ୍ପୁଲ ଟା ଦେଖିବି ବେଶୀ। ଅବଶ୍ୟ ଟେମ୍ପୁଲ ଟିକେ ଟିକେ ଦେଖିଥିଲି ତାଙ୍କଠୁ, ଆଉ ଟିକେ ଦେଖିବାର ଅଛି। ଆଉ ପୁରା ଆର୍ଟ ଆଣ୍ଡ କଲଚର ଯେତିକି ସବଜେକ୍ଟ ଅଛି, ଯେମିତି କି ହ୍ୟାଣ୍ଡିକ୍ରାଫ୍ଟ ହେରାକ ଅଛି, ଏତେ ଜିନିଷ ଆଉ ତ ଟାଇମ ହବନି। ବାକି ସେତିକି ଦେଖିବି। ଆଉ ରହିଲା ବାକି ହିଷ୍ଟ୍ରି ମାନେ ନୋ ୟୋର ଷ୍ଟେଟ ଯୋଉ ବହିଟା ପଢିବାକୁ ଭଲ ଲାଗୁଛି। ମାନେ ପୁରା ହୁଁ ହୁଁ ଇନଫର୍ମେଟିଭ ଲାଗୁଛି। ମାନେ ଭଲ ଆମେ ପୁରା ଅଛି ଆଉ। ଆମ ଲାଙ୍ଗୁଏଜ ୱାଇଜ ବୁଝି ହଉଛି। କିନ୍ତୁ ଯୋଉ ଜିନିଷ ଆମେ ସପୋଜ ଟାଇଟେଲ କେବେ ଶୁଣି ନଥିବୁ, ପଢି ନଥିବୁ, ତ ସେଇ ଜିନିଷ ଆମର ମନେ ରହୁନି। ନୂଆ ଫାଷ୍ଟ ଟାଇମ ଯୋଉ ୱାର୍ଡ ଆସୁଛି ଆମର ସେଇଟା ମନେ ରହୁନି। ତ ହୁଁ ହୁଁ ସେଇଥିପାଇଁ ସେ ଟିକେ ବହୁତ ଟାଇମ ଲାଗୁଛି। ବାକି ଜିକେ କମ୍ପ୍ୟୁଟର ପାଇଁ ମୁଁ ଠିକ ଅଛି। ଭାଇ କରେଣ୍ଟ ପୁରା ମୁଁ ଠିକ ସେ ମନେ ରହୁନି। ମୁଁ ଏବେ କଣ କରିବି ଭାବୁଛି, ଖାଲି ଏମସିକ୍ୟୁ ପଢି ଦେଇକି ଯିବି ନା କଣ କରିବି ନିଜେ ଜାଣିପାରୁନି। ଆଉ ଡିଆଇ ବି ପଢିନି। ମ୍ୟାଥ ହୁଁ ରହିଲାଣି ମୋର ଏସ୍ ଆଇ ସି ହୁଁ ଆଇ। ଆଉ ରହିଲା ମ୍ୟାଥ ର ଏସ୍ ଆଇ ସି ତମେ ଆଇ। କେତେ ସବଜେକ୍ଟ ମାନେ ପଢିଛ କହିଲ କି ପୁରା ମାନେ ଭଲସେ? ଭଲସେ ହେଲେ ପରସେଣ୍ଟେଜ, ରେସିଓ ପ୍ରପୋର୍ସନ, ଆଭରେଜ, ନମ୍ବର ସିଷ୍ଟମ, ଆଉ ଏସିଏଫ ହୁଁ ଏଲସିଏମ। ଏବେ ତ ସଇଲା ପ୍ରଫିଟ ଲସ୍ ଆଉ ଡିସକାଉଣ୍ଟ ସଇଲା। ହୁଁ ଆଉ ଏତିକି ପଢିବାର ଅଛି ମତେ। ଏମିତି ଯଦି ସିଜିଏଲ ନହେଲେ ବି ଆର ଆଇ ଅଛି, ବଟ୍ ବହୁତ ଚେଷ୍ଟା କରୁଛି ସିଜିଏଲ ପାଇଁ।
କିନ୍ତୁ ମୁଁ ସିଲାବସ ଟା ଚାହୁଁଛି କରିବା ପାଇଁ, ବେଳେ ବେଳେ କଣ ହଉଛି ନା ଗ୍ରିଡି ମାଇଣ୍ଡେଡ ହେଇଯାଉଛି, ନାଇଁ ଏତିକି ପଢିଲେ ହବନି, ଆଉ ଟିକେ ଅଧିକ ପଢିବି। ହେବ ସେମିତି ହେବ ଏଠି ଟିକେ ଲାଗିବ। ଅଧିକ ପଢିଲେ ସବୁ ହେଇଯିବ, ପୁଣି ଅଧିକ ପଢିଲା ବେଳେ ଆଉ ଜଣଙ୍କ ଟିଚରଙ୍କ କୋଶ୍ଚିନ୍ ଦେଖିଲା ବେଳକୁ ହେରା ବି ହଉନି। ତ କଣ କନଫ୍ୟୁଜନ ଖାଲି ହଉଛି, କଣ କଲେ ହବ। କିଏ କହୁଛି ହୁଁ ଖାଲି ପିଆକି କରିଦେଇକି ଯା, ଏମିତି ନିଜକୁ ତ ଟ୍ୟାକଲ କରିବି ଦେଖ ଜାଣିପାରୁନି। ତମର ଯଦି ଏବେ ତମ ପାଇଁ ସଲ୍ୟୁସନ ମାନେ ଖୋଜିବା ହେଲା, ତମର ଏବେ ଆଜ୍ଞା ଜିଏସ୍ ଆଉ କମ୍ପ୍ୟୁଟର ମୋଷ୍ଟ ଅଫ ଦ ସିଲାବସ ତମର କମ୍ପ୍ଲିଟ ଅଛି। ଆଜ୍ଞା ଠିକ ଅଛି। ତ କମ୍ପ୍ୟୁଟର ତମେ ଆଜ୍ଞା ଚାହିଁଲେ ଫୁଲ ଟୁ ଫୁଲ ଆଣିବାର ଚାନ୍ସେସ୍ ଅଛି, ଲେକିନ ବାକି ଆଜ୍ଞା ଜିଏସ୍ ରେ ତୁମର ଚାନ୍ସେସ୍ କମ ଅଛି ଫୁଲ ଆଣିବା। ହଁ ମ୍ୟାକ୍ସିମମ୍ କ୍ୱେଶ୍ଚନ ମାନେ ଆନ୍ସର ମାନେ ମାର୍କ ଆଣିପାରିବ, ବାକି ଫୁଲ ଟୁ ଫୁଲ ମାର୍କ ଆଣିବାଟା ଜିଏସ୍ ରେ ଟିକେ ଡିଫିକଲ୍ଟ। କଣ ହୁଁ, ପାଇଁ, ତାର ସିଲାବସ ଭାଷ୍ଟ, ଆଜ୍ଞା ସବୁ ଜିନିଷ ମନେ ରହିବ ବୋଲି ମାନେ ନାହିଁ ହେଲା। ବାକି ହଁ ଆମେ ଆଜ୍ଞା ମ୍ୟାକ୍ସିମମ୍ ମାର୍କ ଆଣିପାରିବା। ଆଜ୍ଞା ହୁଁ। ଆଉ କରେଣ୍ଟ ଆଫେୟାର ଯେମିତି ହେଲା, ଯୋଉ ଭୁଲିଯିବି ଭୁଲୁଚି କହୁଛ, ସେଟା ଜେନେରାଲ ଜିନିଷ, ତମେ ଏମିତି ହେବ ହିଁ, ସେଟା ତମେ ବୋଲି ନାହିଁ, ସମସ୍ତଙ୍କର ପ୍ରୋବ୍ଲେମ ହେଲା। କଣ ପାଇଁ, ସେଟା ଆଜ୍ଞା କିଛି ଫିକ୍ସ ନଥାଏ, କିଛି ବି ସବୁ ମନ୍ଥରେ ଗୋଟେ ନୂଆ ଜିନିଷ ପଢିବ। ହିଷ୍ଟ୍ରି ଟା କଣ ହଉଛି, ତମେ ଆଜି ଯୋଉଟା ପଢିଲ କାଲି ସେଇଟା ପଢିଲ, ହପ୍ତେ ପରେ ବି ସେଇଟା ହିଁ ପଢିବ। ଆଜ୍ଞା ହଁ କି ନା। ବାକି କରେଣ୍ଟ ଆଫେୟାର କଣ ହବ, ପ୍ରତି ମନ୍ଥ, ପ୍ରତି ଡେଜ, ପ୍ରତି ୱିକ ରେ ବି ଚେଞ୍ଜ ହଉଥିବ। ତ ସେଟା ଟିକେ ତ କମ ସେଟା ୱିଥ ଠିକ, ରେସ୍ପେକ୍ଟ ଟୁ, ବାକି ହଁ। ବାକି ସେଟାକୁ ଥରେ ପଢିଲେ ମନେ ରହୁନି, ତାକୁ ଦି ଥର ଥରେ ପଢିଲା ପରେ ପଢିଲେ ପୁଣି ତ ହେବନି। ଦେଖ ତମକୁ ଏବେ ମୁଁ ଯେମିତି କହିଥିଲି, କରେଣ୍ଟ ଆଫେୟାର ଯେତିକି ତୁମର ଏପ୍ରିଲରେ ଏକ୍ଜାମ ହଉଛି ଆଜ୍ଞା ହେଲା, ତ ଲାଷ୍ଟ 6 ମନ୍ଥ ମାନେ କେତେ ହେବ, ଜାନୁଆରୀ ମାର୍ଚ୍ଚ ଏପ୍ରିଲ ମାର୍ଚ୍ଚ 3 ମାସ, ଛାଡୁ ଅକ୍ଟୋବର ନଭେମ୍ବର ଡିସେମ୍ବର ଆଜ୍ଞା ହେଲା। ତ ଏଇ 6 ମାସ ମାନେ ଆଉ ଅକ୍ଟୋବର ଟୁ ମାର୍ଚ୍ଚ ଯାଏ ତମେ ମନ୍ଥଲି ଦେଖିଦିଅ। ଆଜ୍ଞା ଠିକ ଅଛି। ଆଉ ଏପ୍ରିଲ ୱିକରେ ତୁମେ କଣ କରିବ, ୱିକଲି ଦେଖିଦବ। କଣ ପାଇଁ ନା ଏପ୍ରିଲରେ ତମେ ମନ୍ଥଲି ପାଇବନି, କଣ ପାଇଁ ନା 19ରେ ଅଛି ଏକ୍ଜାମ ଆଜ୍ଞା ହେଲା। ଆଜ୍ଞା ତ ସେଠି ତୁମେ ୱିକଲି ଦେଖିଦିଅ। ଆଜ୍ଞା ତ ଏଇଟା ତମକୁ ନୂଆ କଣ ପାଇଁ ଲାଗୁଛି, ତୁମେ କଣ କହିଲ ଜାନୁଆରୀ ଫାଷ୍ଟ ଗୋଟେ ମନ୍ଥର କରିଛ ଖାଲି, ହଁ ହେଲା କି ନାଇଁ। ତ ତମକୁ କଣ ଆଜ୍ଞା ଗୋଟେ ମନ୍ଥର କରିଛ, ତମକୁ ନୂଆ ଲାଗୁଛି। ଧୀରେ ଧୀରେ ତାକୁ ହେବିଟ ବନାଯିବ, ଅକ୍ଟୋବରରୁ ମାର୍ଚ୍ଚ ଯାଏ ତମକୁ ନୂଆ ଲାଗୁ, ଭୁଲି ଯାଅ, ଯେମିତି ଲାଗୁଛି ନା ତମେ କମ୍ପ୍ଲିଟ କର ଫାଷ୍ଟ ଆଜ୍ଞା ହେଲା। ଆଉ ଡେଲି ତୁମେ କଣ କର, ଅଧଘଣ୍ଟା 15 ମିନିଟ ବାହାର କରି ତାକୁ ତୁମେ ଭାଗ କରିକି ତାକୁ ରିଭାଇଜ କରିକିରି ଯାଉଥାଅ। ଆଜ୍ଞା ଠିକ ଅଛି। ତାକୁ ତମେ ବର୍ଡନ ହିସାବରେ ନିଅନି, ତମେ ତାକୁ ରିଭାଇଜ କର। ଦେଖ ଅଲଟିମେଟ ଗୋଲ ଆମର ଅଛି ସେ ଏନି ହାଉ ଖାଲି ତାକୁ ଏମସି କୁ ପଢିବାର ଅଛି। ପଢିଲେ ହବ ନା ସେ ତା ସାଇଡରେ ବି ନାଇଁ ପଢିବାକୁ ଦେଖ, ପଡିବ? ଖାଲି ଏମସି କୁ ପଢିଲେ କଣ ହବ, ଏକ୍ସାମ ରେ ଯଦି ଏମସିକ୍ୟୁ ଯଦି ମାନେ ବୁଲେଇକି କିଛି ପଚାରିଦେଲା ତ କନଫ୍ୟୁଜ ହେଇଯିବ ପୁଣି, ଆଜ୍ଞା ବୁଝଛ କି ନାଇଁ। ବାକି ତମେ ଯଦି ନୋଟ୍ସ ବନେଇକି ଥିଓରିଟିକାଲ ୱେ ରେ ପଢିବ, ଦେନ ତମକୁ କଣ ହବ, ତମେ ସେ ଥିମ୍ ଟା ବୁଝିବ, ଜିନିଷ କଣ ବୋଲେ ତମକୁ ଆଜ୍ଞା କଣ ଅଲଗା କୋଶ୍ଚେନ ଆସିଥିବ। ତୁମେ ଯୋଉ ଏମସିକ୍ୟୁ ପଢିଛ, ସପୋଜ ଗୋଟେ କୋଶ୍ଚେନ ପଚାରିଛି, ତାର ଆନ୍ସର ଅଛି, ଆଜ୍ଞା ବାକି ସେ ଯୋଉ ଓଲଟେଇକି ଆଜ୍ଞା କୋଶ୍ଚେନ ରେ ଯୋଉ ଜିନିଷ ଅଛି ସେଇଟା ପଚାରିଦେଲା, ଆଉ ଆନ୍ସର କୁ କୋଶ୍ଚେନ ରେ ଦେଇଦେଲା, ଟିକେ ଯାହା କଲେ ବି କନଫ୍ୟୁଜନ ହବ ହୁଁ, କି ନାଇଁ। ତ ଆଜ୍ଞା ସେଥିପାଇଁ ତମେ ସବୁଥିରୁ ଭଲ ଆପ୍ରୋଚ ହୁଏ ଯେତେବେଳେ ତୁମେ କଣ ଥିଓରିଟିକାଲ ୱେ ରେ ପଢିବ, ନା କି ଏମସିକ୍ୟୁ ଖାଲି ମାନେ ପଢି ପଢି ଯିବ। ଠିକ ଅଛି। ଆଜ୍ଞା ତ ସେଥିପାଇଁ ହୁଁ, ତୁମେ ନୋଟସ କର ପ୍ରପର ହେଲା। କଣ ପାଇଁ ନା ମନ୍ଥଲି ତମକୁ କରିବାର ଅଛି। ତ ସବୁ ମନ୍ଥର ଦିଟା ଭିଡିଓ, ଗୋଟେ ହେଲା ଓଡିଶା ପାଇଁ, ଆଉ ଗୋଟେ ହେଲା ନ୍ୟାସନାଲ ଆଜ୍ଞା ଇଣ୍ଟରନ୍ୟାସନାଲ। ତ ମନ୍ଥଲି ମାନେ ଆଜ୍ଞା ମାନିନିଅ ଗୋଟେ ଭିଡିଓକୁ 1.5 ଘଣ୍ଟା, ତ ଗୋଟେ ମନ୍ଥରେ 3 ଘଣ୍ଟା ତମକୁ କରେଣ୍ଟ ଆଫେୟାର, ମନ୍ଥ ସାରା 3 ଘଣ୍ଟା କରେଣ୍ଟ ଆଫେୟାର, ଆଜ୍ଞା 30 ଡେଜ 3 ଘଣ୍ଟା। ଆଜ୍ଞା ତୁମ ସେଟାକୁ ତ 30 ଦିନ ଯାଏ, ଧନେ ତମକୁ ଆଜି ହଉଛି ମାର୍ଚ୍ଚ, ଠିକ ଅଛି। ତ ତୁମେ ଏବେ ହୁଁ, ଗୋଟେ ୱିକରେ ଫାଷ୍ଟ ଷ୍ଟାର୍ଟ କଲ, ମାନେ ଗୋଟେ ୱିକ କଣ ତିନି ଦିନରେ ବି ତମେ ଅକ୍ଟୋବର ସାରିଲ, ପୁଣି ନେକ୍ସଟ 3 ଦିନରେ ତମେ ଫିର ନଭେମ୍ବର ସାରିଲ, ପୁଣି ନେକ୍ସଟ 3 ଦିନରେ ତୁମେ କଣ ଡିସେମ୍ବର ସାରିଲ। ତିନି ଆଜ୍ଞା ଦିନରୁ 3 ଘଣ୍ଟା ତ ସାରିପାରିବ, ଦିନକୁ ଘଣ୍ଟେ ହେଇଗଲା। ଆଜ୍ଞା ହଁ କି ନା। ଜାନୁଆରୀ ତ ତୁମର ସରିଯାଇଛି, ତ ବଞ୍ଚିଲା ଆମ ପାଖରେ ଆଉ 5ଟା ମନ୍ଥର ଆଜ୍ଞା ହେଲା। ତ ତା ସାଇଡ ତ ଏବେ କରେଣ୍ଟ ଆଫେୟାର ନ ସରିବା ଯାଏ ଜାନୁଆରୀକୁ ଟିକେ ରଖିଦେଇଥାଅ। କଣ ପାଇଁ ନା ସେଇ ପୁଣି ଲୁପ ରେ ହୁଁ, ନହେଲେ ତମକୁ ଗଲା ପରେ ଲାଗିବ ଯେ ପୁଣି ପଢୁଛି ସେଇ ଜିନିଷ ଲାଗିବ। ତ ସେଥିପାଇଁ ଏବେ ଜାନୁଆରୀ କରିସାରିଲଣି, ତାକୁ ରଖିଦିଅ ଟିକେ ସାଇଡ ରେ। ଏବେ ତମେ ଫାଷ୍ଟ କମ୍ପ୍ଲିଟ କର ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଫେବୃଆାରୀ, ମାର୍ଚ୍ଚ କୁ। ମାର୍ଚ୍ଚ ତ ଆସି ନଥିବ, ଫେବୃଆାରୀ ତ କମ ଅଛି ତମ ପାଖରେ। ହୁଁ, ଯେତେବେଳେ ମାର୍ଚ୍ଚ ଏଣ୍ଡ ତକ୍ ତୁମେ ଏଇ ଜିନିଷକୁ ଷ୍ଟ୍ରଙ୍ଗ କରିଦେଇଥାଅ।
ଦେଖ ତମେ ଆଜ୍ଞା ଆମକୁ ଏକ୍ସାମ ରେ କଣ ଆସିବ ଆମ ହାତରେ ନାହିଁ। ଆଜ୍ଞା ଏକ୍ସାମ ର ଗୋଟେ ଦିନ ଯାଏ ଗୋଟେ ଦିନ ପ୍ରିଭିୟସ ଗୋଟେ ଦିନ ଯାଏ ଆମ ହାତରେ ଅଛି। ହଁ କି ନା? ତ ଏକ୍ସାମ ଡେ ରୁ ଫ୍ୟୁଚର ରେ କଣ ହବ ଆମ ହାତରେ ନାହିଁ। ବାକି ଏକ୍ସାମ ଯେମିତି କି 19 ତାରିଖ ଏକ୍ସାମ ଅଛି, ତ ଏପ୍ରିଲ 18 ଯାଏ କଣ କରିବା ଆମ ହାତରେ ଅଛି। ଆଜ୍ଞା ତ ସେଥିପାଇଁ ତୁମେ ଯୋଉଟା ପଢୁଛ ସେଟା ଏକ୍ସାମ ରେ ଆସିବ କି ନାହିଁ, କି ନ ଆସିଲେ କଣ ହବ ସେଇଟା ଛାଡ। କଣ ମାନେ କରେଣ୍ଟ ଆଫେୟାର କେହି ଜାଣି ନାହାନ୍ତି। ତାର ଇମ୍ପୋର୍ଟାଣ୍ଟ ଟପିକ କଣ, ମାନେ କୋଉ ଟପିକ ରୁ କୋଶ୍ଚେନ ଆସିବ, କୋଉ ଫିଲ୍ଡ ରୁ କୋଶ୍ଚେନ ଆସିବ, ସେଟା କେହି କହିପାରିବେନି, ସେଟା ରେଣ୍ଡମ ହେଲା। ତ ସେଥିପାଇଁ ଆମକୁ ଭେରିୟସ ରିସୋର୍ସ କଭର କରିବାଠୁ ବେଟର ଗୋଟେ ରିସୋର୍ସ କୁ ବହୁତ ଥର ତାକୁ ରିପିଟ କରିବାଟା। ତମେ ଗୋଟେ ଜିନିଷ ଟାର୍ଗେଟ କର, ତମେ ଯୋଉ 6 ମାସର କରେଣ୍ଟ ଆଫେୟାର ଯୋଉ ବି ଗୋଟେ ରିସୋର୍ସ ରୁ କରୁଛ, ତମେ ଅଲଗା ଆଡେ ଧ୍ୟାନ ଦିଅନି। ତମେ ଏମିତି ହିସାବରେ ଟାର୍ଗେଟ କର ଯେ ଏଟଲିଷ୍ଟ ଯୋଉ ମୋ ରିସୋର୍ସ ଯୋଉ ୟୁଟ୍ୟୁବ ଚ୍ୟାନେଲ ମୁଁ ପଢିଛି, ସେ ୟୁଟ୍ୟୁବ ଚ୍ୟାନେଲ ଯଦି ଉଠେଇକି କିଏ କୋଶ୍ଚେନ ପଚାରିଦେଲା ଏଇ 6ଟା ମନ୍ଥର, ମୁଁ ଯେମିତି ଭୁଲ କରିବିନି। ଆଜ୍ଞା ବୁଝିଲ? ତମେ ସପୋଜ ତମେ ଧରିନିଅ, ସପୋଜ ମୁଁ ଏକ୍ସାମ୍ପଲ ଦଉଛି, XYZ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି, ତାକୁ ତୁମେ 6 ମନ୍ଥର କରେଣ୍ଟ ଆଫେୟାର ଦେଖିଲ। ତ ଆଜ୍ଞା ଏତିକି ରିଭିଜନ କରିବାର ଅଛି ଯେ ଏଟଲିଷ୍ଟ ତମକୁ ଜଣେ ସେଇ ଗୋଟେ ଚ୍ୟାନେଲର ସେ 6 ମନ୍ଥର ଭିଡିଓ ଉଠେଇକି ଯୋଉଠୁ ବି କୋଶ୍ଚେନ ପଚାରୁ, ତମେ ଭୁଲ ନ କରିବାର ଅଛି। ବାକିଠୁ ପଚାରିଲେ ଭୁଲ ହେଲେ କିଛି ପ୍ରୋବ୍ଲେମ ନାହିଁ। ସେଇ ୟୁଟ୍ୟୁବ ଆଜ୍ଞା ଚ୍ୟାନେଲରୁ ଯଦି ଜଣେ କୋଶ୍ଚେନ ପଚାରିଛି, ଭୁଲ ନ ହବା କଥା। ଆଜ୍ଞା ବୁଝା ପଡିଲା? କଣ ପାଇଁ ରିସୋର୍ସେସ ବହୁତ ଅଛି ତମ ପାଖରେ, ତ ସବୁ ତ କଭର କରିପାରିବାନି। ହ୍ୟୁମାନ ପାଇଁ ପସିବୁଲ ନାହିଁ ଗୋଟେ, ହେଲା। ତ ଆମକୁ ରିସୋର୍ସ ଫିକ୍ସ କର ଫାଷ୍ଟ, ଆଉ ଭିଡିଓ ଗୋଟେ ବି ଦେଖନି। ଠିକ ଅଛି? ତମକୁ ଯଦି ୟୁଟ୍ୟୁବରେ ଫାଲତୁ ଭିଡିଓ ମାନେ ଆସୁଛି, ମୁଁ କହିବି ତମେ ଫାଷ୍ଟ ଗୋଟେ ଆଜି 3 ଘଣ୍ଟା ନିଅ, କି ରାତିଟା ବି ନିଅ, ତମେ ଫାଷ୍ଟ କରେଣ୍ଟ ଆଫେୟାର ଭିଡିଓ ମାନେ ନେଇକି ଗୋଟେ ୱାର୍ଡ ଫାଇଲରେ ସେଭ୍ କର, ଯୋଉ ହାଇପର ଲିଙ୍କ କରିକି ସେଭ୍ କରନ୍ତି। ତ ସବୁବେଳେ କଣ କରିବ, ସେ ୱାର୍ଡ ଫାଇଲକୁ ଓପନ କରିବ, ଡାଇରେକ୍ଟ ସେଠୁ ହିଁ ଲିଙ୍କ କରିକି ୟୁଟ୍ୟୁବରୁ ଡାଇରେକ୍ଟ ଭିଡିଓଟା ଓପନ ହବ ଯେମିତି। ଆଜ୍ଞା ୟୁଟ୍ୟୁବ ଅନ୍ କଲେ କଣ 50ଟା ଭିଡିଓ ଯେମିତି ହେଲେ ରେକମେଣ୍ଡେସନରେ ଆସିବ, ଆଜ୍ଞା ହେଲା। ସେ ଆଲଗୋରିଦମ ଜାଣିଛି ତମେ କେମିତି ଫସିବ କୋଉ ଜାଗାରେ। ହଁ କି ନା? ତ ତୁମେ କଣ କରିବ, ଯୋଉ ଯୋଉ ଆଜ୍ଞା ପଢିବାର ଅଛି, ଲାଇକ୍ ତମକୁ ଧରିନିଅ କାଲି କଣ କଣ ଭିଡିଓ ଦେଖିବାର ଅଛି, ୟୁଟ୍ୟୁବ ତମେ କିଛି ଫଲୋ କରୁଛ ସପୋଜ, ପେଡ୍ ବ୍ୟାଚ୍ ଅଛି ଅଲଗା କଥା। ବାକି ତମେ ଯଦି କାଲି କିଛି ଗୋଟେ ରାତି ଶୋଇବା ଆଗରୁ ଟାର୍ଗେଟ କର କଣ କଣ ପଢିବାର ଅଛି, ଆଉ ଯଦି ସେ ଆଜ୍ଞା ପଢିବା ଭିତରେ କିଛି ତମର ୟୁଟ୍ୟୁବ ଭିଡିଓ ଦେଖିବାର ଅଛି, ଦେନ୍ ସେଇ ପ୍ଲାନିଂ କଲା ଟାଇମରେ ହିଁ ତାର ଲିଙ୍କଟା ଗୋଟେ ଆଉ ଜାଗାରେ ତୁମେ ସେଭ୍ କରି ରଖିଦିଅ। ଆଜ୍ଞା ବୁଝଛ କି ନା? ଖୋଜିକି କଣ ପାଇଁ ନା ଡାଇରେକ୍ଟ ଯାଇକି ତୁମେ ସେ ଲିଙ୍କରେ କ୍ଲିକ୍ କରିବ କାଲି, ଆଉ ତୁମେ ୟୁଟ୍ୟୁବରେ ପୁଣି ସାର୍ଚ୍ଚ କରିବାକୁ ଦରକାର ପଡିବନି। ଆଜ୍ଞା ବୁଝିଲ? ତ ସେମିତି ହେଲେ କଣ ହବ, 50ଟା ଭିଡିଓରୁ ତୁମର ଡିଷ୍ଟ୍ରାକ୍ସନ ହଟିଲା ଫାଷ୍ଟ କଥା। ଆଜ୍ଞା ଏବେ ତୁମେ ଯାଇକି ଏବେ ସାର, ଯୋଉ ହେଲେ ତମକୁ ଭଲ ଲାଗୁଛି କରେଣ୍ଟ ଆଫେୟାର ଓଡିଶାର ଆଉ ଇଣ୍ଟରନ୍ୟାସନାଲ ନ୍ୟାସନାଲ ର, ତାର ଲିଙ୍କ ମାନେ ତୁମେ ଫାଷ୍ଟ ଖୋଜିକି ଗୋଟେ ପିଡିଏଫ ରେ ସେଭ୍ କରିଦିଅ, ଏପରେ ଗୋଟେ ୱାର୍ଡ ଫାଇଲ ରେ ସେଭ୍ କରିଦିଅ, ହେଲା। ତାକୁ ତୁମେ କପି କର, ବ୍ରାଉଜରରେ ପେଷ୍ଟ କର, ମାର, ଷ୍ଟାର୍ଟ ହେଲା ଭିଡିଓ ଡାଇରେକ୍ଟ। ଆଉ ୟୁଟ୍ୟୁବରେ ଖୋଜିବା ଟେନସନ ନାହିଁ। ଆଜ୍ଞା ସରିଲା, କରେଣ୍ଟ ଆଫେୟାର କାମ ଆଜ୍ଞା ସରିଲା, ତମକୁ ସେତିକି କରିବାର ଅଛି। ତାପରେ ତୁମେ ତାର ଆଜ୍ଞା ଏମସିକ୍ୟୁ ଦିଅ, କୌଣସି ୱେବସାଇଟକୁ ଯାଇ ତାର ଏମସିକ୍ୟୁ ଦେଇପାର, ହେଲା। ଆଜ୍ଞା କିଏ ଏମସିକ୍ୟୁ ଯଦି ଡିସକସନ କରି ତୁମେ ଭିଡିଓ ଏମିତି ଖାଇଲା ପିଇଲା ଶୋଇଲା ଟାଇମରେ 1.25 କରିଦିଅ, କାନରେ ଦଉଥାଅ, ଶୁଣୁଥାଅ। ଆଜ୍ଞା ଯୋଉଟା ତୁମେ ଜାଣୁଛ ଏନ୍ସାର କର, ନା ନ ଜାଣୁଛ କାନରେ ପଡୁଥାଅ। ଆଜ୍ଞା ଠିକ ଅଛି? ତ କରେଣ୍ଟ ଆଫେୟାର ସଲ୍ୟୁସନ ହେଲା ଗୋଟେ, ହେଲା। ତାପରେ ଆସିଲା ଆମର ଜିଏସ୍। ଜିଏସ୍ ତମର ଠିକ ଅଛି କହୁଛ, ବଢିଆ ବି ବୁକ୍ସ ରୁ ପଢୁଛ, ବେଟର। ତମେ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ତ ଏତେ କିଛି ନଥିବ, ହିଷ୍ଟ୍ରି, ଜିଓଗ୍ରାଫି, ଯୋଉ ଆଜ୍ଞା ଇକୋନୋମିକ୍ସ ର ବଜେଟ ପାର୍ଟ କହୁଛନ୍ତି, ଇକୋନୋମିକାଲ ସର୍ଭେ, ତାର ଗୋଟେ ଭିଡିଓ ଖାଲି ଦେଖିଦବ, ହେଲା। ଆଜ୍ଞା ଆଉ ଆର୍ଟ ଆଣ୍ଡ କଲଚର, ଏଇ ଆଜ୍ଞା 4ଟା ଟପିକ ଉପରେ ମୋଷ୍ଟ ଧ୍ୟାନ ଦିଅ। ଆଜ୍ଞା ହେଲା। ସାର୍ ସବୁଦିନ ସବୁ ସବଜେକ୍ଟ ପଢିବାକୁ ପଡିବ ନା କଣ ସବୁ କଣ? ନା ହେବନି, ହେବନି। 3ଟା ଟାର୍ଗେଟ କର, ଆମର 6ଟା ରହୁଛି ନା ଜିଏସ୍ ପାଇଁ, ଏ ସରି ପ୍ରିଲିମ୍ ପାଇଁ, 3ଟା କରି ଟାର୍ଗେଟ କର। 6ଟା ସବୁ ସବଜେକ୍ଟ ପଢିଲେ ହେବ, ବାକି କଣ ମାନେ ସବୁଦିନ ଠିକ ଠିକ ଟାଇମ ଦେଇପାରିବନି। ଟିକେ ଟିକେ ଆଜ୍ଞା ଟିକେ 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 ଦେଇପାରିବ, ଯୋଉଟା କି ତମ ମାଇଣ୍ଡ କୁ ଭଲସେ ଯିବନି ବି। ଘଣ୍ଟାଟେ ମ୍ୟାଥ କଲେ ତମେ ଫୋକସ ରେ କରିପାରିବ? ହେବନି। ଆଜ୍ଞା ଯେମିତି ତୁମେ 2 ଘଣ୍ଟା କରିବ, ଯୋଉ ଲେଭେଲ ଫୋକସ ତମର ହେଇଯିବ, ଘଣ୍ଟାରେ ସେତିକି ମିଳିବ ତମକୁ, ହେବନି। ଟିକେ ସରିଥିବଣି, ହୁଁ ତମର ତ କୋଶ୍ଚେନ 10ଟା କରୁ କରୁ ଘଣ୍ଟାଟେ ଉଡିଯିବ, ହଁ କି ନାଇଁ? ଆଜ୍ଞା
ତ ସେଥିପାଇଁ ଦିନକୁ ଆଜ୍ଞା 3ଟା ସବଜେକ୍ଟ ଟାର୍ଗେଟ କର ଆଜ୍ଞା ହେଲା। ଇଭିନିଂ ଟାଇମ ରେ ତମର ରହୁଛି ଦେଖ ତମେ ପଢି ପାରୁନ କହୁଛ, ଏଇଟା ଜେନ୍ୟୁଇନ ଜିନିଷ। ତ ତମେ ଗୋଟେ ଆଜ୍ଞା କାମ କର, ସକାଳୁ ଜଲଦି ଉଠ ତମେ। ସକାଳୁ ହେଟା ମାନେ ତମେ ଯୋଉ କହୁଛ ଇଭିନିଂ ରେ ଏମିତି ହୁଏ, ସେଟା ସମସ୍ତଙ୍କର ହୁଏ। କଣ ପାଇଁ ଦିନ ସାରା ଆମର କଣ ଜିନିଷ ଯାକ ମୁଣ୍ଡରେ ଭରି ହେଇଯାଉଛି। ହୁଁ, ରାତିରେ ଅବଭିୟସଲି ସେ ସବୁ କଣ ହବ, ମାଇଣ୍ଡରେ ଘୁରି ହବ। ସେଥିପାଇଁ ତମେ ଆଜ୍ଞା ରାତି ଜଲଦି ଶୁଅ। 10 ବଜେ ଶୋଇପଡ଼, ସକାଳୁ ପଛେ 4 ବଜେ 5 ବଜେ ଉଠିକି ପଢିବାକୁ ଟ୍ରାଏ କର। ସେତେବେଳେ ତମ ଆଜ୍ଞା ମାଇଣ୍ଡରେ କିଛି ଯିବନି ଫାଲତୁ ଜିନିଷ। ଆଜ୍ଞା ସନ୍ଧ୍ୟା ଟାଇମରେ ତୁମେ ଯଦି ପଢି ପାରୁନ, ତମେ କଣ କରିବ, ଆଉ 5 ବଜେ ଯାଏଁ ତମେ କଣ ସକାଳୁ ଉଠିକି 5 ବଜେ ଯାଏଁ ତମେ ଗୋଟେ କାମ କର, ତମର ଯୋଉଟା ୱିକ୍ ସବଜେକ୍ଟ ରହୁଛି, ଲାଇକ ତମର ମ୍ୟାଥ ହେଲା କି ଡିଆଇ ହେଲା କି ତମର ଯୋଉ ରିଜନିଂ ପାର୍ଟଟା ଅଛି, ଯଦି ତମର ୱିକ୍ ରହୁଛି ସେଟା ମର୍ଣ୍ଣିଂ ରୁ 5 ବଜେ ଟାର୍ଗେଟ କର। ସେ ଯୋଉ କ୍ଲାସ ଅଛି କେତେବେଳେ କରିବି ହେରା? ସେଇଟା ମାନେ ପଢିବା ସନ୍ଧ୍ୟାବେଳେ ଟାଇମରେ ମାନେ କ୍ଲାସ ହିଁ କର କହୁଛି ମୁଁ। କୋଉଥିର କ୍ଲାସ ଆଚ୍ଛା କହୁଛ, କରେଣ୍ଟ ଆଫେୟାର କହୁଛ? ମାନେ ମ୍ୟାଥର। ନାଇଁ ଦେଖ ହେଟା କହୁଛି, ଆଉ କ୍ଲାସ ଆଉ ରିଭିଜନ କୁ ଅଲଗା ନାହିଁ। ଦେଖ ତୁମେ ଗୋଟେ ସବଜେକ୍ଟ ହିଁ ଡିଭାଇଡ କରିଦିଅ। ଆଜ୍ଞା ଲାଇକ୍ ତମର ଯଦି ୱିକ୍ ସବଜେକ୍ଟ ଅଛି, ସକାଳୁ ଷ୍ଟାର୍ଟ କର। କଣ ପାଇଁ ନା ସକାଳୁ ତମର ଏନର୍ଜି ରହୁଛି, ତମର ଫ୍ରେଶ ମାଇଣ୍ଡ ରହୁଛି। ଆଜ୍ଞା ଠିକ ଅଛି। ତ ତାପରେ କଣ 5 ବଜେ ପରେ ତମର ଯେମିତି ସବଜେକ୍ଟ ଷ୍ଟ୍ରଙ୍ଗ ଅଛି, ତାକୁ ତମେ ରିଭାଇଜ କରି ବସ। ତମର କମ୍ପ୍ୟୁଟର ଷ୍ଟ୍ରଙ୍ଗ ଅଛି, ତ ତମେ ସନ୍ଧ୍ୟା ଟାଇମରେ ପଢି ବସିଲେ ବି ତମକୁ ଖରାପ ଲାଗିବନି। ଏବେ ସନ୍ଧ୍ୟା ଟାଇମରେ ଦେଖ, ତମେ କହୁଛ ନା ଡିପ୍ରେସନ ଲାଗୁଛି, ଫାଲତୁ କଥା ମାଇଣ୍ଡକୁ ଆଉଛି। ଏବେ ମ୍ୟାଥର କୋଶ୍ଚିନ୍ ଟେ କଲ, ସଲ୍ଭ ହେଲାନି କି ନୂଆ ଲାଗିଲା, ମାଇଣ୍ଡ କୁ ପୁଣି ଆଉ ବେଶୀ କଥା ଆସିବ, ନାଇଁ ଏଇଟା ତ ହଉନି ମୋ ଦ୍ଵାରା, କଣ କରିବି କଣ ନାହିଁ, ଏମିତି ଆଉ ଘାରି ହବ। ବାକି ସେ ଜାଗାରେ ତମେ ଯଦି କମ୍ପ୍ୟୁଟର କରିବ, କମ୍ପ୍ୟୁଟର ତମର ଷ୍ଟ୍ରଙ୍ଗ ସବଜେକ୍ଟ, କନଫିଡେନ୍ସ ଗୋଟେ ଅଟୋମେଟିକ ଥିବ ଗୋଟେ, ତ ତମେ କନଫିଡେନ୍ସ ସବଜେକ୍ଟରେ ସବୁବେଳେ ଗୋଟେ ଜିନିଷ ନୋଟିସ କରିବ, ଏମସିକ୍ୟୁ ଗୋଟେ ନ ଆସିଲା କି ନାଇଁ, କେମିତି ଶିଖିବି ସେ ମାଇଣ୍ଡ କୁ ଆସେ। ଯୋଉ ସବଜେକ୍ଟ ତମର କନଫିଡେନ୍ସ ଥିବ, ଯୋଉ ସବଜେକ୍ଟ ତମର ଷ୍ଟ୍ରଙ୍ଗ ଥିବ। ଆଜ୍ଞା ବାକି ସେଇ ଜାଗାରେ ତମେ ଯଦି ଗୋଟେ ୱିକ୍ ସବଜେକ୍ଟରେ ଗୋଟେ ଏମସିକ୍ୟୁ ସଲ୍ଭ କରିପାରୁନ, ତମକୁ କଣ ଲାଗିବ, ଏତେ ପଢିକି ବି କଣ ପାଇଁ ହଉନି। ଏଇ ଡିଫରେନ୍ସ ଆସେ ମାଇଣ୍ଡରେ ଆମର। ବୁଝା ପଡିଲା? ତ ସେଥିପାଇଁ ଇଭିନିଂ ଟାଇମରେ ତମେ ଗୋଟେ କାମ କର, ୟା ଫିର ଆଫ୍ଟର ଲଞ୍ଚ ତମେ ଗୋଟେ କାମ କର, ତମର ତମର ଷ୍ଟ୍ରଙ୍ଗ ସବଜେକ୍ଟକୁ ରଖ ଆଫ୍ଟର ଲଞ୍ଚ। ଆଜ୍ଞା ବିଫୋର ଲଞ୍ଚ ତମେ ଗୋଟେ ଜିନିଷ କର, ତମର ୱିକ୍ ସବଜେକ୍ଟକୁ ରଖ। ଯେମିତିକି ହୁଁ, ତମର ଆକ୍ଟିଭ ଥିବ ତମ ମାଇଣ୍ଡ ଟା, ଏନର୍ଜେଟିକ ଥିବ, ତୁମେ ସେଥିରେ ଫୋକସ କରିପାରିବ। ଲଞ୍ଚ ପରେ ଇଭିନିଂ ଆଜ୍ଞା ହେଇଗଲେ ତମର ମାଇଣ୍ଡ ଫାଲତୁ କଥା ମୁଣ୍ଡକୁ ଆଉଛି, ଅବଭିୟସ ଜିନିଷ ସେଟା। କିଛି ନାହିଁ, ସମସ୍ତଙ୍କର ଆସିବ। ବାକି ସେଇ ଟାଇମରେ ଆମକୁ କଣ କରିବାର ଅଛି, ଆମର ଯୋଉଟା ଷ୍ଟ୍ରଙ୍ଗ ସେଇଟା କରିବାର ଅଛି। ଯଦି ତମକୁ ସେମିତି ଆସୁଛି, ତମେ କରେଣ୍ଟ ଆଫେୟାର ଭିଡିଓ ଦେଖ ସନ୍ଧ୍ୟାରେ। ପଢିବାଠୁ ହୁଁ, ମାନେ ପଢିଲେ ଯେତେ ଫୋକସ ରହିବ, ଭିଡିଓ ଦେଖିଲେ ଟିକେ ଆଉ ଟିକେ ଧ୍ୟାନ ଦେଇକି ଦେଖ, ନୂଆ ଜିନିଷ ଶିଖିଲା ପରି ଲାଗେ। ରିଭିଜନ ସବୁଥିରୁ ଟିକେ ଆଜ୍ଞା ବୋରିଂ ଲାଗେ, କଣ ସେଇ ଜିନିଷକୁ ବାର ବାର ପଢିବାକୁ ପଡୁଛି ନା। ଆଜ୍ଞା ବାକି କରେଣ୍ଟ ଆଫେୟାର ମାନେ ବାକି ଭିଡିଓ ଦେଖିଲେ କଣ, ନୂଆ ଜିନିଷଟେ ଶିଖିବା, ଗୋଟେ କ୍ୟୁରିସିଟି ରହୁଛି ମାଇଣ୍ଡରେ। ତ ମଜା ଲାଗେ ଭିଡିଓ ଆଜ୍ଞା ଦେଖି ପଢିବାକୁ, ହଁ କି ନାଇଁ? ତ ସେଥିପାଇଁ ଯଦି ଯୋଉ ଟାଇମରେ ତମକୁ ସନ୍ଧ୍ୟା ଟାଇମରେ ତମକୁ ପଢିବାକୁ ଇଚ୍ଛା ନାହିଁ, କରେଣ୍ଟ ଆଫେୟାର ଭିଡିଓ ଦେଖିଦିଅ। ବୁଝା ପଡିଲା? ସକାଳୁ ତୁମେ କ୍ଲାସ କର। ଦେଖ ଯଦି ତୁମେ ପେଡ ୱାଇଜ ନେଇଛ, ବଢିଆ କଥା। ସେଠୁ ତୁମେ କନସେପ୍ଟ ଶିଖ, ବେଶୀ କୋଶ୍ଚେନ କରନି। ସେଠୁ ତୁମେ ଆଜ୍ଞା କନସେପ୍ଟ ଶିଖ। ଆଉ ଆଜ୍ଞା ଫାଷ୍ଟ ତୁମେ ପ୍ରିଭିୟସ ଇୟର କର। ମକ୍ ଦେବାଠୁ ପୂର୍ବରୁ ତମେ ପ୍ରିଭିୟସ ଇୟର କମ୍ପ୍ଲିଟ କଲା ପରେ ମକ୍ ଦିଅ। ଆଜ୍ଞା, ମକ୍ ଟା କେବେଠୁ ଷ୍ଟାର୍ଟ କରିବି ସାର୍? ମକ୍ ଟା ତୁମେ ତମର ଗୋଟେ କନଫିଡେନ୍ସ ଆସିଲା, ଯେବେ ଏବେ କମ୍ପ୍ୟୁଟର ତମେ ମକ୍ ଦେଲେ ତମକୁ ଡର ଲାଗୁଛି? ହୁଁ, କଣ ପାଇଁ? ତମର କନଫିଡେନ୍ସ ଅଛି। ଆଜ୍ଞା ବୁଝଛ କି ନାଇଁ? ତ ମ୍ୟାଥରେ ବି ସେମିତି ହବ, ଧୀରେ ଧୀରେ କନଫିଡେନ୍ସ ଆସିବ। ଆଉ ମୁଁ ଯୋଉ କହୁଛି ପ୍ରିଭିୟସ ଇୟର କୋଶ୍ଚେନ, ପ୍ରିଭିୟସ ଇୟର କୋଶ୍ଚେନ ତମେ ଆଖି ବନ୍ଦ କରି ପ୍ରାକ୍ଟିସ କରିବାର ନାହିଁ। ତମକୁ ଟାଇମ ନେଇକି ପ୍ରାକ୍ଟିସ କରିବାର ଅଛି। ଲାଇକ ତମକୁ ଏବେ ସପୋଜ 1 ଆୱାର ପ୍ରାକ୍ଟିସ କରିବାର ଅଛି, ନାଇଁ 1 ଆୱାରରେ ମୁଁ 20ଟା କୋଶ୍ଚେନ ପ୍ରାକ୍ଟିସ କରିବି। ସେମିତି ଟାର୍ଗେଟ ନେଇକି ତମକୁ କରିବାର ଅଛି। ଆଜ୍ଞା ବୋଲେ କଣ ହବ, ତୁମର ଦିଟା ୱେରେ ହେଇଗଲା। ଏ ଟାଇପ ଅଫ ମକ୍ ବି ହେଇଗଲା, ଆଉ ଗୋଟେ ତମର ପ୍ରିଭିୟସ ଇୟର କୋଶ୍ଚେନ ପ୍ରାକ୍ଟିସ ବି ହେଇଗଲା। ମକ୍ ରେ କଣ ହୁଏ, ସେଇ ଜାଗାରେ ତମର ରେଜଲ୍ଟ ବାହାରି ପଡିବ, ତ ତମକୁ ବେଶୀ ଖରାପ ଲାଗିବ। ବାକି ଏଠିରେ କଣ, ତମେ ଗୋଟେ ପ୍ରାକ୍ଟିସ ୱେରେ ନେଲ। ଟାଇମର ଚାଲିଛି ସାଇଡରେ, ତମେ ଷ୍ଟପ୍ ୱାଚ ଅନ୍ କରିଦଅ, 1 ଆୱାର ସେ ଭିତରେ ତମେ 20ଟା କୋଶ୍ଚେନ ସଲ୍ଭ କର। ଆଜ୍ଞା ବୁଝା ପଡିଲା କି ନାଇଁ? ତ ତୁମର ଟାଇମର ବି ହେଇଗଲା, ଆଉ 20ଟା ବି ହେଇଗଲା। ହେଲା, ଏଇଟା କହୁଛି ଘଣ୍ଟାକୁ 20ଟା କୋଶ୍ଚେନ, ଯୋଉ ସବଜେକ୍ଟ ତମେ ଫାଷ୍ଟ ଟାଇମ ପଢୁଛ। ଆଜ୍ଞା ଯୋଉଟା ରିଭିଜନ କରୁଛ, ଘଣ୍ଟାକରେ ତମେ 30ଟା କୋଶ୍ଚେନ ଟାର୍ଗେଟ କର। ସ୍ପିଡ ବି ବଢେଇବାର ଅଛି ନା।
ଆଜ୍ଞା ବୁଝା ପଡିଲା କି ନାଇଁ ଯୋଉଟା ନୂଆ ପଢୁଛ ହୁଁ ଫାର୍ଷ୍ଟ ଟାଇମ ଯୋଉଟା ପଢୁଛ ମ୍ୟାଥ ରିଜନିଂ କି ଡିଆଇ ହେଲା ଘଣ୍ଟାକରେ ତୁମେ 20ଟା କ୍ୱେଶ୍ଚନ ଟାର୍ଗେଟ କର କଣ ପାଇଁ ଆଜ୍ଞା କ୍ୱେଶ୍ଚନ କଣ ପାଇଁ 20ଟା କହୁଛି 20ଟାରୁ 20 ତୁମେ ସଲ୍ଭ କରିବନି କିଛି ତ ନ ଆଜ୍ଞା ଆସିବ ତାକୁ ତ ସ୍କିପ୍ କରିବ ତ ବାକି ଯାକୁ ଆଜ୍ଞା ଘଣ୍ଟାଟେ ହେଇଗଲା କି ନାଇଁ ସେଥିପାଇଁ କହୁଛି 20ଟାକୁ ଘଣ୍ଟାଟେ ଫାଷ୍ଟ କର ତାପରେ ତମେ ଯେତେବେଳେ ରିଭାଇଜ କରିବ ସେତେବେଳେ ତମେ କଣ 30ଟାକୁ ଘଣ୍ଟାଟେ ଟାର୍ଗେଟ କର କଣ ପାଇଁ ନା ଆମର ପ୍ରିଲିମ୍ସ ରେ ଟୋଟାଲ 2.5 ଟାଇମ ରହୁଛି ସେଥିରେ ଆଜ୍ଞା ଟୋଟାଲ 90 ମାର୍କ ଯୋଉଟା କି ଆମକୁ ମୁଣ୍ଡ ଖାଇବା ଜିନିଷ ଅଛି ମ୍ୟାଥ ଡିଆଇ ଆଉ ହୁଁ ଗୋଟେ ଏଇଟା କଣ ସରି ବୁଝେନ୍ ରିଜନିଂ ବୁଝେନ୍ ସେ ତିନିଟା ଆମର ମୋଷ୍ଟ ଅଫ ଦ କ୍ୱେଶ୍ଚନ ଖାଏ କଣ ପାଇଁ ନା ଜିଏସ୍ କରେଣ୍ଟ ଆଫେୟାର କମ୍ପ୍ୟୁଟର ପଢିଲ କ୍ଲିକ୍ କଲ ପଢିଲ କ୍ଲିକ୍ କର କିଛି ନାହିଁ ତମେ ସେ ତିନିଟାକୁ ଆଜ୍ଞା ଘଣ୍ଟାଟାରେ ବି ସାରି ପାରିବ ଚାହିଁବ ଯଦି ଆଜ୍ଞା ଆଉ ଏଇ ତିନିଟାକୁ 1.5 ଘଣ୍ଟା ଯେମିତି ହେଲେ ନେବ ତୁମର ଅଧ ଘଣ୍ଟା ନେଇଯାଅ ଆଜ୍ଞା ବୁଝଛ କି ନାଇଁ ତ ସେଥିପାଇଁ ଆମକୁ ଆଜ୍ଞା ସ୍ପିଡ ବି ବଢିବାର ଅଛି ଧୀରେ ଧୀରେ ହେଲା ତ ସେଥିପାଇଁ ତୁମେ ଥିଓରି ଦେଖ ସେ ସାରଙ୍କର ଦେଖ ଯୋଉ ସାରଙ୍କର ଭଲ ଲାଗୁଛି ବଟ୍ ତୁମେ କ୍ୱେଶ୍ଚନ ପ୍ରାକ୍ଟିସ କର ସିଜିଏଲ ର ପ୍ରିଭିୟସ କ୍ୱେଶ୍ଚନ ଆଜ୍ଞା ବୁଝା ପଡିଲା ତମେ ଯଦି ପ୍ରିଭିୟସ ଆଜ୍ଞା ସାର୍ କ୍ୱେଶ୍ଚନ ପାଉନ ଗୋଟେ ୱେବସାଇଟ୍ ଅଛି ଟେକ୍ ଅଫ୍ ୱାର୍ଲଡ ବୋଲିକିରି ସେ ତୁମେ ଆଜ୍ଞା ସାର୍ ହେଲା ହଁ ସେଥିରେ ସେ ପେଡ୍ ମାନେ ପିଡିଏଫ୍ ମାନେ ସେଣ୍ଡ ମାନେ ସେଲ କରନ୍ତି ସେମାନେ ସେଥିରେ ସଲ୍ୟୁସନ ବି ଥାଏ ଆଜ୍ଞା ତମେ ସେଠୁ ବି ପରଚେଜ କରି ପ୍ରାକ୍ଟିସ କରିପାର ହେଲା ଆଜ୍ଞା ଆଉ ସାର୍ ସେ ଯୋଉ ଆଉ ପ୍ରିଭିୟସ ର ସରିଲା ପରେ ଯଦି ତମର ଟାଇମ ବଞ୍ଚୁଛି ଦେନ୍ ଯାଇକି ତାଙ୍କର ସେଇ ଯୋଉ ସାର୍ ମାନଙ୍କର ତାଙ୍କର ସିଟ୍ ମାନେ ପ୍ରାକ୍ଟିସ କର ଆଚ୍ଛା ହେଲା ସେ ସିଟ୍ କୁ ଫାଷ୍ଟ ଯାଉନି ଫାଷ୍ଟ ପ୍ରିଭିୟସ ର କ୍ୱେଶ୍ଚନ କଣ ପାଇଁ ପ୍ରିଭିୟସ ର କ୍ୱେଶ୍ଚନ ତୁମେ ୱାନ୍ସ କମ୍ପ୍ଲିଟ କଲ ତମକୁ କ୍ୱେଶ୍ଚନ ର ଡେପ୍ଥ ଜାଣିପାରିବ ନାଇଁ ଏଇ ଲେଭେଲର ଗୋଟେ କ୍ୱେଶ୍ଚନ ଆଉଛି ଆଜ୍ଞା ଦେନ୍ କଣ ହବ ତୁମେ ଯଦି ସେ ରାକେଶ ସାରଙ୍କର ହେଲା କି ଆଦିତ୍ୟ ସାରଙ୍କର ହେଲା ତାଙ୍କର ଯେତେବେଳେ ସିଟ୍ କରିବ ସେତେବେଳେ କ୍ୱେଶ୍ଚନ ଦେଖିକି ଲାଗିବ ନାହିଁ ଓ ସିଜିଏଲ ଏଇ ଲେଭେଲକୁ ଯାଇପାରିବନି ଏମିତି ତମ ମାଇଣ୍ଡ କୁ ଅଟୋମେଟିକ ଆଜ୍ଞା ଆସିବ ବୁଝଛ କି ନାଇଁ ତ ଆଜ୍ଞା ତମେ ସେ କ୍ୱେଶ୍ଚନ କୁ ସ୍କିପ୍ କରିପାରିବ କି ନାଇଁ ଆଜ୍ଞା ତ ସେଥିପାଇଁ ବୋଲି ତମର ଦିଟା ଫାଇଦା ହେଲା ଫାଷ୍ଟ ତ ପ୍ରିଭିୟସ କ୍ୱେଶ୍ଚନ କମ୍ପ୍ଲିଟ ହେଲା ଆଜ୍ଞା ସେକେଣ୍ଡ କଣ ହେଲା ଏଥର ତମେ ଜାଣିପାରିଲ ଯେ କ୍ୱେଶ୍ଚନ ର ଲେଭେଲ ଟା କଣ ରହୁଛି ଆଉ ଯୋଉ ହାୟର ଲେଭେଲ ର କ୍ୱେଶ୍ଚନ ଅଛି ତାକୁ ଆମେ ସ୍କିପ୍ କରିପାରିବା ଏବେ ଆଜ୍ଞା ଆଉ ପ୍ରିଭିୟସ କ୍ୱେଶ୍ଚନ କରୁଥିଲେ କଣ ହୁଏ ଟିକେ କନଫିଡେନ୍ସ ଥାଏ ଯେ ନାଇଁ ଯଦି ମାନେ ପ୍ରିଭିୟସ ଏକ୍ସାମ ଯାକରେ ଯୋଉ କ୍ୱେଶ୍ଚନ ଅଛି ସେଟା ଆମେ ସଲ୍ଭ କରିପାରିଛୁ ତ ଏଇ ଏକ୍ସାମ ରେ ବି ସଲ୍ଭ କରିପାରିବା ଏମିତି ଗୋଟେ କନଫିଡେନ୍ସ ଆସିବ ତମ ଉପରେ ଆଜ୍ଞା ହେଲା ଆଉ ଡିଆଇ ତମେ ଷ୍ଟାର୍ଟ କରିନ କିଛି ପ୍ରୋବ୍ଲେମ ନାହିଁ ତମେ ଖାଲି ଆଟଲିଷ୍ଟ ଯୋଉଟା କି 3ଟା ଡିଆଇ ଦେଖିଯାଇଥିବ ଯୋଉଟା କି ତମକୁ ଇଜି ଲାଇନ ଗ୍ରାଫ ବାର ଗ୍ରାଫ ଆଉ ପାଇଚାର୍ଟ ଆଜ୍ଞା ଏଇ 3ଟା ଦେଖିଯାଇଥିବ ଖାଲି ଲାଇନ୍ ବାର୍ ପାଇ ଚାର୍ଟ ହଁ ସାର୍ ଲାଇନ ଆର ପାଳି ତ କ୍ୟାସଲେଟ୍ ବହୁତ ପକେଇ ଦେଇଥିଲା ହଁ ପକେଇଥିଲା ଦେଖ ତମେ ଏଇ 3ଟା ହଉଛି ବେସିକ ଜିନିଷ ଆଜ୍ଞା ଠିକ ଅଛି ତ ତମକୁ ଏଇ 3ଟାର ତମେ ମିନିମମ୍ 5ଟା କ୍ୱେଶ୍ଚନ କର ଯଦି ତମକୁ ଇଜି ଲାଗୁଛି ନାଇଁ ମୁଁ ସଲ୍ଭ କରିପାରିବି ନିଜେ ନିଜେ ଲାଗୁଛି ତ ତୁମେ ବାକି ଆଜ୍ଞା ଡିଆଇ ବି କରିପାରିବ ଆଜ୍ଞା ବାକି ଏଇ 3ଟା ହିଁ ତମକୁ ଯଦି ଡିଫିକଲ୍ଟ ଲାଗୁଛି ଦେନ୍ ଏଇ 3ଟା ଆଟଲିଷ୍ଟ ତୁମେ କ୍ଲିୟର କରିକି ଯାଅ ମୁଁ କହୁଛି ଆଜ୍ଞା ବୁଝ କି ନାଇଁ ତ ସେଥିପାଇଁ ଆଜ୍ଞା ବୋଲିକିରି ସାର୍ ଦେଖ ପଢିଛି କେସେଲ ଡିଆଇ ପଢିଛି ବାକି ସେଟାକୁ ତମକୁ ଶିଖିବାକୁ ହେଲେ ବେସିକ ତ ଜାଣିବାକୁ ପଡିବ ତମକୁ ଆଜ୍ଞା ଏବେ ପରସେଣ୍ଟେଜ ତୁମେ ଦେଖ ପ୍ରଫିଟ ଲସ୍ ହେଲା କି ସିମ୍ପଲ ଇଣ୍ଟରେଷ୍ଟ କମ୍ପାଉଣ୍ଡ ବହୁତ କ୍ୱେଶ୍ଚନ ଆସିବ ବାକି ତମେ ପରସେଣ୍ଟେଜ ନ ଜାଣିଥିଲେ ସେଇଟାକୁ ଡାଇରେକ୍ଟ ଯାଇକି ପଢିପାରିବ କି ଆଚ୍ଛା ବହୁତ ଜିନିଷ ମାନେ ଡିଫିକଲ୍ଟ ଲାଗିବ ଡିମୋଟିଭେଟ ହେଇଯିବ ପୁରା ତ ସେମିତି ଏଇ ଲାଇନ ବାର ଆଉ ଗୋଟେ ହେଲା ପାଇଚାର୍ଟ ଏଇ ପାଇ 3ଟା ଚାର୍ଟ ତୁମର ହେଇଗଲା ବେଲେ କଣ ହବ ଟିକେ କନଫିଡେନ୍ସ ଆସିବ ବେସିକ ଏଇଟା ଆଜ୍ଞା ତାପରେ ତୁମେ କେସେଲ କୁ ଯାଇପାରିବ ଭେନ୍ ଡାଇଗ୍ରାମ କୁ ଯାଇପାରିବ ମିସିଂ ଇନଫର୍ମେସନ ବାଲା ବି କରିପାରିବ ବୁଝା ପଡିଲା ଆଜ୍ଞା ଆଜ୍ଞା ତ ସେଥିପାଇଁ ତମେ ଗୋଟେ ମାନେ ଆମକୁ ଏଇ ୱେରେ ଆମକୁ ବଢିବାକୁ ପଡିବ ସବୁ ଜିନିଷ ଧରିବାକୁ ହେଲେ ହେବନି ବୁଝ ଆଜ୍ଞା ସାର୍ 100% ସିଲାବସ କେବେ ତୁମର ସରିବନି ଆମକୁ ଏତେ ଆଜ୍ଞା ସାରିବାର ଅଛି ଯେ ଯୋଉଥିରେ କି ଆମର ଷ୍ଟ୍ରଙ୍ଗ ଜିନିଷ ରହୁଛି ଆଉ ଯୋଉଥିରେ କି ଆଜ୍ଞା ଏକ୍ଜାମ ଓରିଏଣ୍ଟେଡ ଜିନିଷ ରହୁଛି ଆଜ୍ଞା 100% ତ କେବେ ସାରି ପାରିବନି କେହି ସାରିପାରିବନି ଯୋଉମାନେ ଟପର ଅଛନ୍ତି ସେମାନଙ୍କୁ ବି ପଚାରିବ ମୋର ଏକ୍ଜାମ ସରି ନଥିଲା କହିବେ ହଁ ଏବେ ସିଲେକ୍ସନ ହେଲା ପରେ କହିଦେଇ ପାରିବେ ଯେ ମୁଁ ସବୁ ପଢି ଦେଇଥିଲି ବୋଲି କହିପାରିବେ ବାକି ଏକ୍ଜାମ ର ଦିନେ ଆଗରୁ ଆଜ୍ଞା ପଚାରିବ ସେମାନେ ବି କହିବେ ନାଇଁ ମୋର ଟିକେ ଏଇଟା ରହିଯାଇଥିଲା ବୋଲି କହିବେ
ଟପର ହେଲା ପରେ ତୁମେ ଯାହା ଯାହା ତୁମେ କହିବ ମୁଁ ନାଇଁ ମୁଁ ଖାଲି ବହି ପଢିଥିଲି ଦିନ ସାରା, ମୁଁ ପୁରା ବଡ ବଡ ବହି ମାନେ ମୋଟା ମୋଟା ସବୁ ସବଜେକ୍ଟ ପାଇଁ ଅଲଗା ଅଲଗା ବହି ପଢିଥିଲି, କହିଲେ କିଏ ପଚାରୁଛି ତମକୁ? ହଁ କି ନା? ବାକି ଏକ୍ସାମ ଆଗ ଦିନ ରିଏଲ ଜିନିଷଟା ଜଣା ପଡେ। ସିଲେକ୍ସନ ନ ହେବା ଆଗରୁ ଜଣକୁ ଇଣ୍ଟରଭ୍ୟୁ ନେବ, ସେ ସମାନ ଜିନିଷ କି ମୋର ସିଲାବସ ସରିନି, ମୁଁ ଆଉ ଟିକେ ପଢିଥାନ୍ତି, ଏମିତି ବାଧ୍ୟ କହିବ ସେ। ବୁଝିଲ? ତ ସେଥିପାଇଁ ସିଲାବସ ଯଦି 100% ସରୁନି ତ ଏତେ ଟେନସନ ହୁଅନି। ଆମେ ଟାର୍ଗେଟ କରାଯାଉଛି ଅଛି ପ୍ରାକ୍ଟିସ ଉପରେ, ରିଭିଜନ ଉପରେ। ସେ ଯୋଉ ସପୋଜ ତିନିଟା ଆଜି ପଢିଲି, କାଲି ଆଜି ତିନିଟା ଆଉ ତିନିଟା, ଅଲଗାରେ ପଢିବି ତ? ହଁ ଅଲ୍ଟରନେଟ ୱେରେ ପଢି ପଢି ଚାଲ। ଆଜ୍ଞା ବୁଝିଲା? ତ ଆଜି ଧନେ ଆଜି ତୁମେ କଣ ମ୍ୟାଥ ତୁମର ୱିକ ରହୁଛି ହେଲା, ମ୍ୟାଥ ସହ ଆଉ ଦୁଇଟା ସହଜ ସବଜେକ୍ଟ ରଖିଦିଅ ଆଜ୍ଞା ହେଲା। ତାପରେ ନେକ୍ସଟ ଦିନ ତୁମେ ରିଜନିଂ ରଖିଦିଅ କି ଡିଆଇ ରଖିଦିଅ, ଆଉ ତା ସହ ଯୋଡ଼େ ସବଜେକ୍ଟ ରଖିଦିଅ। ଜିଏସ୍ କୁ ତୁମେ ହେନ୍ତା ଅଲ୍ଟରନେଟ କରିପାରିବ। ଗୋଟେ ଦିନ ହିଷ୍ଟ୍ରି ପଢିଦେଲ, ଗୋଟେ ଦିନ ନେକ୍ସଟ ଦିନ ଜୋଗ୍ରାଫି ପଢିଦେଲ, ନେକ୍ସଟ ଦିନ ଫେର ହିଷ୍ଟ୍ରି ପଢିଦେଲ, ନେକ୍ସଟ ଦିନ ଫେର ଜୋଗ୍ରାଫି ପଢିଦେଲ। ଆଜ୍ଞା ଠିକ ଅଛି। ହିଷ୍ଟ୍ରି ତମକୁ ମନେ ରଖିବାକୁ ହିଁ ଅଛି, ବାକି ଜୋଗ୍ରାଫି ତମେ ବୁଝିଲେ ବି ମନେ ରଖିପାରିବ। ଜୋଗ୍ରାଫିରେ କଣ ଟିକେ ସାଇଣ୍ଟିଫିକ ଜିନିଷ ସବୁ ମ୍ୟାପ ଜୋଗ୍ରାଫିଟା। ଆଜ୍ଞା କେମିତି ପବନ ହଉଛି, ବର୍ଷା କଣ ପାଇଁ ହଉଛି, କୋଉଠି ପାଇଁ ଓଡିଶାରେ ସବୁଠୁ ବେଶୀ ବର୍ଷା ହଉଛି, ଏସବୁ କଣ ସାଇଣ୍ଟିଫିକ ଜିନିଷ ଟିକେ, ତ ସେଟା ତମେ ବୁଝିଗଲେ ତମେ ଆଜ୍ଞା ମନେ ରଖିପାରିବ। ଆଜ୍ଞା ଆଉ ମ୍ୟାପ ତୁମେ ମନେ ରଖିଲେ ତ ସବୁ ଜିନିଷ ହେଲା ଆଉ କଣ। ମାନେ ସବୁ ତ ନାଇଁ, ଆଜ୍ଞା ମୋଷ୍ଟ ଅଫ ଦ ଜିନିଷ। ଲାଇକ ରିଭର ଆଜ୍ଞା ମନେ ସାର୍ ରହିଲା, ତମେ ରିଭର ମନେ ରହୁନି କିଛି ନାହିଁ, ଓଡିଶା ମ୍ୟାପ ଟେ ଡ୍ର କରିଦିଅ, କୋଉଠୁ କୋଉଠୁ ରିଭର ଆଇଛି ଆଖି ବନ୍ଦ କରି ଟିକେ ପ୍ରାକ୍ଟିସ କରିଦିଅ। ଯଦି ଏମିତି ତୁମେ ଖାତାରୁ ସାର୍ ଘୋଷିବାକୁ ବେଟର, ରିଭର ମନେ ରହୁଛି। ମନେ ରହୁଛି ବଢିଆ କଥା। ଯଦି ଖାତା ରଖିବାକୁ ଭଲ, ଖାତା ଲେଖିକି ଖାତାରେ ଏମିତି ପଢି ପଢି ମନେ ଲାଗୁନି, ତମେ ପ୍ରାକ୍ଟିକାଲ ୱେରେ ମନେ ରଖ ତାକୁ। ଆଜ୍ଞା ହିଷ୍ଟ୍ରି କୁ ତୁମେ ଷ୍ଟୋରି ହିସାବରେ ମନେ ରଖିବାକୁ ଟ୍ରାଏ କର, ମସିହା ହିସାବରେ। ହେଲା, ଆଜ୍ଞା ହଁ ଟାଇମ ଲାଇନ ହିସାବରେ। ଫାଷ୍ଟ ମସିହା କଣ ହେଇଥିଲା, ତାପରେ ଯୋଉ ମସିହାରେ କଣ ପାଇଁ ଏମିତି ହେଲା, ତାପରେ କଣ ହେଇଥିଲା, ଏମିତି ରଖିଲେ କଣ ଷ୍ଟୋରି ୱେରେ ତମେ ଗୋଟେ ଭଲ ଜିନିଷରେ ମନେ ରଖିପାରିବ। ଆଜ୍ଞା ବୁଝା ପଡିଲା? ତ କରେଣ୍ଟ ଆଫେୟାର ଆଜ୍ଞା ମନେ ସାର୍ ରହିଲା, କରେଣ୍ଟ ଆଫେୟାର ତମେ 6ଟା ଅକ୍ଟୋବରରୁ ମାର୍ଚ୍ଚ ଯାଏ ଖତମ କର। ଦିନକରେ ଖତମ କରିବାକୁ ଆଜ୍ଞା ଟ୍ରାଏ କରନି, ଆରାମସରେ ଅଧା 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 କରି ଡିଭାଇଡ କରିଦିଅ ତାକୁ। ଫାଷ୍ଟ ଲିଙ୍କ ସେଭ କର। କୋଉଠୁ କରୁଛ ଆଜ୍ଞା ତମେ? ଓଡିଶା କରେଣ୍ଟ ଆଫେୟାର କୋଉଠୁ କରୁଛ? କରେଣ୍ଟ ଆଫେୟାର ଅପଡେଟ୍ସ, ଏଇ ସରି ସେ ଯୋଉ ସାରଙ୍କର ଅଛି ଆନନ୍ଦ ସାର जी। ହଁ ବେଶ, ତାଙ୍କର ନ୍ୟାସନାଲ ଇଣ୍ଟରନ୍ୟାସନାଲ ବି ଆଉଛି, ଆଉ ଓଡିଶା ଜିକେ ରେ ବି ଆଜ୍ଞା ରହୁଛି। ସେଠୁ କର ବଢିଆ, ଆଜ୍ଞା କିଛି ଇସୁ ନାହିଁ। ଆଜ୍ଞା ହେଲା, ତ ମାର୍ଚ୍ଚ ଯାଏ ତ ନଥିବ, ଫେବୃଆାରୀ ଯାଏ କମ୍ପ୍ଲିଟ କର ତୁମେ। 2 ହପ୍ତା ଟାଇମ ଲାଗୁ, ଆଜ୍ଞା ଫେବୃଆାରୀ ଯାଏ କମ୍ପ୍ଲିଟ କରିଦିଅ ଭଲ ଭାବରେ। ନୋଟ୍ସ ଆଜ୍ଞା ଫୋଟ୍ସ ବନେଇକି। ହୁଁ, ତାପରେ ମାର୍ଚ୍ଚ ସରିଲେ ତ ମାର୍ଚ୍ଚ ର ପଳେଇ ଆସିବ, ଏପ୍ରିଲ ୱିକ ସରିଲେ ଏପ୍ରିଲ ସେତେବେଳେ ଆମେ କରିବା। ଠିକ ଆଜ୍ଞା ଅଛି। ଏବେ ଆମର ଜିଏସ୍ ସରିଗଲେ, ଜିଏସ୍ ଏ ସରି କରେଣ୍ଟ ଆଫେୟାର ସରିଗଲା, ଆମ ପାଖରେ କେତେଟା ସବଜେକ୍ଟ ରହିଲା? ଆଉ 5ଟା ରହିଲା। ଦେଖ କରେଣ୍ଟ ଆଫେୟାର କାମ ସରିଲା, ମାନେ ନୂଆ ଜିନିଷ ପଢିବାଟା ମୁଁ କହୁଛି। କରେଣ୍ଟ ଆଫେୟାର ସାଇଡ ବାଇ ସାଇଡ ତମେ ଡେଲି ରିଭାଇଜ କରୁଥ। ଅଧ ଅଧ ଆଜ୍ଞା ଘଣ୍ଟା ଅଧ ଅଧ ଘଣ୍ଟା ନେଇକି, ଖାଇଲା ପିଲା ବସିଲା ଟାଇମରେ ଟିକେ ନୋଟ୍ସ ଯୋଉ ରଖିଛ ଟିକେ ଉଡେଇ ଦଉଥ, ମୋବାଇଲ ଦେଖିବାଠୁ ବେଟର କରେଣ୍ଟ ଆଫେୟାର ଦେଖିଦିଅ। ଆଜ୍ଞା ହଁ କି ନାଇଁ? ତ କରେଣ୍ଟ ଆଫେୟାର ର ସରିଯିବ। ଆଉ କୋଉ ଭିଡିଓ ଦେଖିବା କିଛି ଦରକାର ନାହିଁ, 50ଟା ଭିଡିଓ ଦେଖନି। ତମର ସରିଗଲା ସିଲାବସ, ତମକୁ ଲାଗୁଛି ନାଇଁ ଆଉ ଟିକେ ପଢିବି ଆଉ ଟିକେ ପଢିବି, ନାଇଁ ତମେ ସେଇ ନୋଟ୍ସକୁ ପଛେ ଆଉ ଟିକେ ଆଉଥରେ ପଢ। ସେଇ ନୋଟ୍ସକୁ ସେ ଆଉଥରେ ଯୋଉ ପଢ। କହୁଛନ୍ତି ଟପିକ ୱାଇଜ ପଢିବା ପାଇଁ, ଏରା ପଢ ପୁଣି ଟପିକ ୱାଇଜ ପଢ। କିଛି ଭିତରୁ ଦରକାର ଟିକେ ନାହିଁ କିଛି, ପଢିଥିବ ତମେ ତମେ ଖାଲି ଭିଡିଓ ଦେଖ, ନୋଟ୍ସ ବନାଅ, ଆଉ ଏମସିକ୍ୟୁ ଯଦି ହଉଛି କୋଉଠୁ ଦିଅ ସେଟ ଉପରେ। ଆଜ୍ଞା ହେଲା, ଏବେ ତୁମେ ଆଉ କିଛି ଭାଗ କରିବାକୁ ବସନି। ହେଲା, ଭିଡିଓ ଆଜ୍ଞା ଦେଖ, ରିଭାଇଜ କର, ୱେବସାଇଟ କିଛି ବି ୱେବସାଇଟ ଓପନ କର, କୁଇଜ ମାର, ୟା ଫିର ତୁମେ ଏମସିକ୍ୟୁଜ ମାର, ତମେ ତାକୁ ପ୍ରାକ୍ଟିସ କରିକରି ଯାଅ। ଆଜ୍ଞା ହେଲା, ୟା ଫିର ତୁମେ ଗୋଟେ କାମ କରିବ, ତମର ନୋଟ୍ସକୁ ତୁମେ ଚାଟ ଜିପିଟି ରେ ପକେଇଦବ, ଆଉ ଏଇ ପିଡିଏଫ ଉପରୁ ମତେ 50ଟା ଏମସିକ୍ୟୁ ବନେଇକି ଦେ। ଦେଇଦବ 50ଟା, ହେଇଗଲା ଏମସିକ୍ୟୁ। ବୁଝା ପଡିଲା? ତମେ ଯଦି ମକ ଟେଷ୍ଟ ଦେବାର ଅଛି, ଠିକ ଅଛି, ସାଇଡରେ ଷ୍ଟପୱାଚ ଓପନ କରିବ, 50ଟା କୋଶ୍ଚେନ୍ 15 ମିନିଟ, ଅଧା ଘଣ୍ଟା ଟାଇମର ଲଗେଇଦେଲ, ସେ ଚାଟ ଜିପିଟିର ଏମସିକ୍ୟୁ ରୁ ତମେ ଏ ବି ସି କରି ଲେଖିଦେଲ, ହେଇଗଲା ତୁମର ମକ ଟେଷ୍ଟ। ପେଡ ବେଚ କିଣିବା କିଛି ଦରକାର ନାହିଁ ତମକୁ। ଯଦି
ପେଡ୍ ଯଦି ପେଡ୍ ବ୍ୟାଚ୍ କିଣିବାର ଇଚ୍ଛା ଠିକ ଅଛି ତମର ଇଚ୍ଛା ସେଟା ମୁଁ କହୁନି ବାକି ଫ୍ରିରେ ଚାହିଁଲେ ବି ତମେ ଏମସିକ୍ୟୁ ପ୍ରାକ୍ଟିସ କରିପାରିବ ତମ ନିଜ ନୋଟ୍ସ ପକେଇଦବ ଆରାମସେ ପ୍ରାକ୍ଟିସ କରିପାରିବ ଆଜ୍ଞା ବୁଝା ପଡିଲା କି ନାଇଁ ଏଇ ୱେରେ କରିପାରିବ ଚାଟ୍ ଆଜ୍ଞା ଜିପିଟି ତମେ ୟୁଜ କରୁଛ ତାକୁ ତାକୁ ଆଉ ବେଟର ୱେରେ ତମେ ୟୁଜ କର ତାକୁ ଏମସିକ୍ୟୁଜ ଆଜ୍ଞା ପାଇଁ ଏବେ ହିଷ୍ଟ୍ରି ତମେ ପଢି ସାରିଦେଲ ଥିଓରିଟିକାଲ ୱେରେ ପଢି ସାରିଦେଲ ପିଡିଏଫ ପକେଇ ଦିଅ ମତେ ଏଇ ଟପିକ ଉପରେ ଯେତେ ପସିବଲ ଏମସିକ୍ୟୁ ହବ ମତେ ବନେଇକି ଦେ या फिर टॉप 50 एमसीक्यूज बनेଇକି ଦେ ଆଜ୍ଞା ହେଲା କରିଦିଅ ଏମସିକ୍ୟୁ ଥିଓରି ପଢିଦେଲ ଏମସିକ୍ୟୁ କରିଦେଲ ଅଲରେଡି ତ नो ୟୁର ଷ୍ଟେଟରେ ଏମସିକ୍ୟୁ ଅଛି ତୁମ ରିଭିଜନ ପାଇଁ ବଟ୍ ଫିର ବି ଯଦି ତୁମେ ଚାହୁଁଛ ଆଉ ଏମସିକ୍ୟୁଜ ପାଇଁ ସେ ବନେଇକି ଦେବ ଆରାମସରେ ବୁଝା ପଡିଲା ତାପରେ ମ୍ୟାଥ ରିଜନିଂ ତମକୁ କ୍ଲାସ କରିବାକୁ ପଡିବ ତାର କିଛି ଅପସନ ନାହିଁ ଆଜ୍ଞା କଣ ପାଇଁ ନା ବିନା କ୍ଲାସରେ ତମେ ନିଜେ ତ ପଢିକି ବୁଝିପାରିବନି କୋଉଠୁ ବି ଆଜ୍ଞା ଠିକ ଅଛି ତ ମୁଁ କହିବି ଆଦିତ୍ୟ ସାର୍ ହେଲା କି ଯୋଉ କଣ ଯେ ତାଙ୍କର ଯୋଉ କହୁଛ ଲମ୍ବା କ୍ଲାସ ରହୁଛି ତାଙ୍କର ଥିଓରି କ୍ଲାସ ତ ଗୋଟେ କି ଦିଟା ରହୁଥିବ ବାକି କୋଶ୍ଚେନ ପ୍ରାକ୍ଟିସ କରଉଥିବେ ହୁଁ ସେ ସବୁତ ତ ସେମିତି କରୁଛନ୍ତି ଆଉ ହଁ ନାଇଁ ଡାଇରେକ୍ଟ ମୋଷ୍ଟ ଅଫ ଦ ଭିଡିଓରେ କୋଶ୍ଚେନ ସେମାନେ ପ୍ରାକ୍ଟିସ କରଉଥିବେ କୋଶ୍ଚିନ୍ ହଁ ହଁ ମୁଁ କଣ କହୁଛି ତମେ ଥିଓରି ପାର୍ଟକୁ ତମେ ଭଲସେ ବୁଝ ତାଙ୍କର ଆଜ୍ଞା ତାପରେ କୋଶ୍ଚେନ ପାଇଁ ତୁମେ ଆସିକି ଓଡିଶା ସିଜିଏଲ ପାଇଁ ଯୋଉମାନେ ପଢଉଛନ୍ତି ତାଙ୍କର ପ୍ରାକ୍ଟିସ ମାନେ ରହୁଛି ପ୍ରିଭିୟସ କୋଶ୍ଚେନ କରୁଛନ୍ତି ସେଟା ତମକୁ ଦରକାର ଥିଓରି ଆଜ୍ଞା ତମେ ପେଡ୍ ବେଜରୁ ଦେଖିଦେଲ କୋଶ୍ଚେନ ପାଇଁ ଆସିଲ ଓଏସଏସ ସିଜିଏଲ କୋଶ୍ଚେନ ପ୍ରାକ୍ଟିସ ଫର ପରସେଣ୍ଟେଜ କୋଶ୍ଚେନ ପ୍ରାକ୍ଟିସ ଫର ରେସିଓ ପ୍ରୋପୋର୍ସନ କୋଶ୍ଚେନ ପ୍ରାକ୍ଟିସ ଫର ମିକ୍ସଚର ଏଲିଗେସନ ସାର୍ଚ ମାରିଦେଲ ଆଉ ଯେତେଟା କୋଶ୍ଚେନ ଆଜ୍ଞା ଅଛି ପ୍ରାକ୍ଟିସ କରିଦେଲ या फिर तुम्हें पीडीएफ ତାଙ୍କର ଟେଲିଗ୍ରାମ ଚ୍ୟାନେଲ ପीडीएफ ମିଳୁଛି ଯାଇକି पीडीएफ ଡାଉନଲୋड କରିଦିଅ ପ୍ରାକ୍ଟିସ କରିଦିଅ ଯୋଉଟା ଜାଣୁନ ତାକୁ ଯାଇକି ତମେ ଭିଡିଓ ଦେଖ ତମର ଟାଇମ ବଞ୍ଚିଯିବ କଣ ପାଇଁ ନା ଭିଡିଓ ଦେଖିକି କରିବି ସବୁ ଜିନିଷ କହିବ ବୋଲେ ବହୁତ ଟାଇମ ଯିବ ବୁଝା ପଡିଲା କି ନାଇଁ ବାକି ପିଡିଏଫ ରୁ କଲେ ଜଲ୍ଦି ଖତମ ହେଇଯିବ ସେଇଟା ହେଲା ତ ମ୍ୟାଥ ଆଉ ଡିଆଇ କହିଲେ ଡିଆଇ ର ସେଇ ତିନିଟା ବାର ଲାଇନ ପାଏ ଚାର୍ଟ ଏଇଟା ତମକୁ ଯଦି ଇଜି ଆଜ୍ଞା ଲାଗିଲା ଦେନ୍ ତମେ ଆଜ୍ଞା ବାକିଟାକୁ ଟାର୍ଗେଟ କର ଠିକ ଅଛି ଏଇଟା ଯଦି ଇଜି ଲାଗୁନି ଫାଷ୍ଟ ଏଟାକୁ କ୍ୟାପଚର କର ଆଜ୍ଞା ମତେ ସାର୍ ଲାଗୁଛି ତମର ପରସେଣ୍ଟେଜ ରେସିଓ ଯଦି ହେଇଯାଇଛି ଭଲରେ ଏଇ ତିନିଟା ଇଜି ହେଇଯିବ ତମ ପାଇଁ ହେଲା ଆଜ୍ଞା ଆଉ ରହିଲା ତମର ଆଜ୍ଞା କମ୍ପ୍ୟୁଟର ତ ତମେ ନିଜେ ଏଟା ଷ୍ଟ୍ରଙ୍ଗ ଅଛ ତମେ ନିଜେ ରିଭାଇଜ କରିପାରିବ ସେଇଟା ଆଜ୍ଞା ସାର୍ ହେଲା ଜିଏସ୍ ବି ତମର ଖତମ ହେଇସାରିଛି ତମେ କରିପାରିବ ଆଜ୍ଞା ହଁ ରିଜନିଂ ଟା କେମିତି ସେ ସାରଙ୍କର ନେଇଛ ବାକି ରିଜନିଂ ରେ କେମିତି କନଫିଡେନ୍ସ ଅଛି ତମର ରିଜନିଂ କରିଦଉଛି ବାକି ଏପର୍ଯ୍ୟନ୍ତ ମକ୍ ଫକ୍ କିଛି ଦେଇନି କିଛି ଆଉ ନାହିଁ ରହିଲା ଆଉ କୋଶ୍ଚେନ ଯୋଉ ପ୍ରାକ୍ଟିସ କଲେ କେମିତି ହଉଛି ହଁ କରିଦଉଛି ହଉଛି ତ ମାନେ ଆଉ ଚାରି ପାଞ୍ଚଟା ସବଜେକ୍ଟ ରହିଲା ସେଇଟା ଖାଲି ଟିକେ ବଢିଆ କ୍ଲାସ ବଢିଆ ଦେଖିକି କରିବି ଆଉ କରିଦିଅ ସେଇଟା ଆଉ ତାପରେ ଏଥର ମକ୍ ପକ୍ ଷ୍ଟାର୍ଟ କରିଦବ କଣ ପାଇଁ ରିଜନିଂ ରେ କିଛି ଫର୍ମୁଲା ଏତେ ନାହିଁ ଆଜ୍ଞା ଲଜିକ ଖାଲି ହଁ କେତେଟା ସେ ଯୋଉ ଆଜ୍ଞା ଆମର ଯୋଉ କ୍ଲକ୍ ମିରର କ୍ଲକ୍ ଯୋଉ ଅଛି ସେଥିରେ କିଛି ଫର୍ମୁଲା ସେ ରହୁଛି ଦିଟା ସରେଇ ଦେଇଛି ହଁ ଡେଜ ମାନଙ୍କରେ ଫର୍ମୁଲା ରହୁଛି ଯୋଉ ଅଡ ଡେଜ ଇଭେନ ଡେଜ କି ଲିପ୍ ଇୟର ଆଜ୍ଞା ହେଲା ସେଥିରେ ଫର୍ମୁଲା ରହୁଛି ହେଲା ବାକି ଆଜ୍ଞା ମୋଷ୍ଟ ଅଫ ଦ ଜିନିଷରେ କିଛି ତାର ଅଗମୂଳ ଠିକ ନାହିଁ ଲଜିକ ଲଗେଇଲ ସଲ୍ଭ କଲ ଆଜ୍ଞା ହେଲା ତ ସେଥିପାଇଁ ବୋଲିକିରି ତାର ଯଦି ସଲ୍ଭ ସରିଯାଉଛି ତମେ ମକୁ ତାର ମକୁ ପଲେଇ ଯାଅ ତୁମେ ଏଥର ଷ୍ଟାର୍ଟ କରିପାରିବ ହେଲା ଆଉ ଟିକେ ସ୍କୋୟାର ମାନେ ଟିକେ ମନେ ରଖ ତମର କାଲକୁଲେସନ ଫାଷ୍ଟ ହବ ଡେଲି କାଲକୁଲେସନ 10 ମିନିଟ୍ ପ୍ରାକ୍ଟିସ କରୁଛି ବଢିଆ ବଢିଆ ୟା ଫିର ମୋବାଇଲରେ ଯୋଉ ତମର ଆପ୍ ମାନେ ରହୁଛି ସେଥିରେ ତମେ ଗେମ୍ ଟାଇପର ଆଜ୍ଞା ଖେଳିପାର ଟୁ ମ୍ୟାଥ ଡିଜିଟ ୱାର୍କଆଉଟ ଆଫ୍ଟର ବେଶ ବେଶ ବଢିଆ ସେଇଟା ସେଇଥିରେ ବଢିଆ ଆପ୍ ଟା ଯୋଉ 2 ଡିଜିଟ 3 ଡିଜିଟ ର ଏଡିସନ ମଲ୍ଟିପ୍ଲିକେସନ ଏଟା ମାନେ ଆସେ ନା ସେଟା ପ୍ରାକ୍ଟିସ କର ଶୋଇବା ଆଜ୍ଞା ଆଗରୁ 15 ମିନିଟ 10 ମିନିଟ ସରିଲା ହେଲା ସେମିତି କରିକରି ତମର କାଲକୁଲେସନ ବି ଫାଷ୍ଟ ହେଇଯିବ ଧୀରେ ଧୀରେ ଆଜ୍ଞା ଠିକ ଅଛି ତ ଏତିକି କର ମୋଟା ମୋଟା କହିବାକୁ ଗଲେ ଲାଷ୍ଟ ମୁଁ ସମରାଇଜ କରିଦଉଛି ଆଉ ଥରେ ମନେ ରହିବ କରେଣ୍ଟ ଆଫେୟାର 6 ମାସର ଗୋଟେ ରିସୋର୍ସ ଫଲୋ କର ହେଲା ଆଜ୍ଞା ଏପ୍ରିଲ ର ଖାଲି ୱିକଲି କରିବ ତମେ ଆଜ୍ଞା ଠିକ ଅଛି ତାପରେ ଆମର ଦିନକୁ ତ 3ଟା ସବଜେକ୍ଟ ଆମେ କଥା ହେଲା ଆଜି 3ଟା କାଲି ଆଉ 3ଟା ମାନେ ହେଲା ଆଜି ଜିକେ ମ୍ୟାଥ ରିଜନିଂ ତାପରେ କାଲି ଏମିତି କରିବି ଆଉ ବାସ୍ ସେମିତି ହେଲା ତ ସେଠି ଆଉ ସକାଳୁ ୱିକ୍ ସବଜେକ୍ଟ ଆଫ୍ଟର ଲଞ୍ଚ ଷ୍ଟ୍ରଙ୍ଗ ସବଜେକ୍ଟ ଆଜ୍ଞା ଠିକ ଅଛି ଆଉ ମ୍ୟାଥ ପାଇଁ ତ ତମକୁ ଭିଡିଓ ଦେଖିବାକୁ ପଡିବ ହିଁ ଆଜ୍ଞା
ହେଲା ରିଜନିଂ ତମର ମୋଷ୍ଟ ଅଫ ଦ କ୍ୱେଶ୍ଚନ ସରି ଯାଇଛି, କିଛି ଟେନସନ ନାହିଁ ତାର, ସାର ତାକୁ କଣ୍ଟିନ୍ୟୁ କର ହେଲା। ଆଉ ତୁମେ ଆଜ୍ଞା ଏବେ ତୁମେ ଷ୍ଟ୍ରାଟେଜି ଭିଡ଼ିଓରୁ ଦୂରରେ ରୁହ, ଆଜ୍ଞା କିଛି ଦରକାର ନାହିଁ ହେଲା। ଆଜ୍ଞା ତୁମେ ନିଜର ବନାଅ, ନିଜେ ନିଜକୁ ବହୁତ ବଢିଆରେ ଜାଣିଛ, ବଡ ବି ହେଇଛ, ଆଜ୍ଞା ବଡ ହେଲଣି, ନିଜେ ନିଜର ବହୁତ ବଢିଆରେ ବୁଝିଛ, ଟାଇମ ଟେବୁଲ ଜାଣିଛ, ତୁମେ କେତେ ତୁମେ କୋଉ ଲେଭେଲରେ ଅଛ ତୁମେ ନିଜେ ଭଲସେ ଜାଣିଛ, ସେଇ ଲେଭେଲରେ ଯେ ନିଜର ବନାଅ ଷ୍ଟ୍ରାଟେଜି। ହଁ ଠିକ ଅଛି, ଯଦି ନିଜେ ବନେଇ ପାରୁନ ତମେ ନିଜର ଜିନିଷ ସେୟାର କର ଚାଟ ଜିପିଟି କୁ, ସେ ତମକୁ ବନେଇକି ଦେଇଦବ ଗୋଟେ ଆଜ୍ଞା ଭିଡିଓ ଦେଖିକି, ଆଉ ଟାଇମ ୱେଷ୍ଟ କରନି ହେଲା। ଆଉ ଲିଙ୍କ ଆଜ୍ଞା ମାନେ ସେୟାର କର, ପିଡିଏଫ ଫାଇଲରେ ହଉ କି ୱାର୍ଡ ଫାଇଲରେ, ସେଠି କ୍ଲିକ୍ କରିବ ଡାଇରେକ୍ଟ ଭିଡିଓ ଓପନ ହେବ, ଦେଖିବ ଯେମିତି ଆଜ୍ଞା ହେଲା। ଆଉ ଥିଓରି ତୁମେ ଆଜ୍ଞା ପେଡ୍ ବ୍ୟାଚରୁ, ମ୍ୟାଥ ପାଇଁ ଥିଓରି ପେଡ୍ ବ୍ୟାଚରୁ, ଆଉ କ୍ୱେଶ୍ଚନ ପ୍ରାକ୍ଟିସ ଆସିକି ୟୁଟ୍ୟୁବରୁ OSS ସିଜିଏଲ ପାଇଁ କରିବ ଆଜ୍ଞା ହେଲା। ଏତିକି ତ ମୋଷ୍ଟ ଅଫ ଦ ଥିଙ୍ଗସ ତମର କ୍ଲିୟର ହେଇଯିବ ହେଲା। ଆଉ ଦେଖ ଡିପ୍ରେସନ ଲାଗୁଛି କଣ ପାଇଁ, ତମେ ସିରିୟସ ଅଛ ବୋଲିକିରି, ସିରିୟସ ନଥିଲେ କିଛି ଲାଗନ୍ତାନି ତମକୁ ହେଲା। ତ ତାକୁ ତମେ ପଜିଟିଭ ୱେରେ ନିଅ, ହ୍ୟୁମାନ ଦେଖ ତମର ଏଜ ବି ହେଲାଣି ଠିକ, ତ ତମକୁ ଲାଗିବ ବି ଏମିତି ହେଲା। ତ ନର୍ମାଲ ଜିନିଷ ସେଇଟା, ବାକି ତାକୁ ନିଜ ଉପରେ କଣ ମେନୁପ୍ଲେଟ ନିଜକୁ କରିଦେବାର ନାହିଁ, କି ଇନଫ୍ଲୁଏନ୍ସ କରିବାର ନାହିଁ, ମାଇଣ୍ଡ କୁ ଆସୁଛି ତମେ କୁଆଡେ ବୁଲି ପଲାଅ, କି ତମେ ମ୍ୟାଥ ୱାର୍କ ଆଉଟ ଟିକେ କରିଦିଅ ମ୍ୟାଥ ର ହେଲା, କି ଗୋଟେ ଏକ୍ସରସାଇଜ କରିଦିଅ, କିଛିଟା ଯେମିତି ମାଇଣ୍ଡ ଟା ତମର ଡାଇଭର୍ଟ ହେବ, ସେ କାମ କର ହେଲା। ବୋଲେ ଭୁବନେଶ୍ୱରରେ ହଷ୍ଟେଲ ନେଇକି ରହୁଛ ନା ରୁମ ରହୁଛ? ରୁମରେ ସେଇ ମେସ୍ ଟାଇପର ଆଉ, ହଁ ପିଲା ମାନେ କୋଉ ଜାଗାରେ? 3 ଜଣ, ନା ପଲେ ମୁଁ ରହୁଛି ସମ ପାଖରେ। ଓ ସମ ପାଖରେ, ଆଜ୍ଞା ଆଚ୍ଛା ଲାଇବ୍ରେରୀ ତ ଯାଉଛ, ସେଥିରେ ବେଷ୍ଟ ବଢିଆ ଆଜ୍ଞା ଜାଗା ଆଉ ଆଜ୍ଞା ହେଲା। ତ ତମକୁ ରିଚାର୍ଜ ର ବି ପଇସା ବଞ୍ଚିଯିବ, ଆଉ ତମର ଟାଇମ ବି ଡିଷ୍ଟର୍ବ ବି ହେବନି, ୱାଇଫାଇ ଥାଉଛି ଆଜ୍ଞା ବଢିଆ, ଆରାମସରେ ତମେ ଡାଉନଲୋଡ ଆଜ୍ଞା ମାରିକି ରାତିରେ ଆସିକି ଘରେ ପଢିବି ଗଲେ ବି ଚଳିବ ହେଲା। ଆଜ୍ଞା ହଁ ଆଉ ରାତି ବେଶୀ ଚେଇଁବନି, 10 ବଜେ ଶୁଅ, ସକାଳୁ ପଛେ 4-5 ବଜେ ଉଠ, ସେଇଟା ତମ ପାଇଁ ବେଷ୍ଟ ହବ ହେଲା। ଉଠିଲ ଆଜ୍ଞା ଟିକେ ଷ୍ଟ୍ରେଚିଂ ଟିକେ କରିଦିଅ, ଟିକେ ଭଲ ଲାଗେ ଷ୍ଟ୍ରେଚିଂ କରିଦବ, ତାପରେ ବସିଦିଅ ପଢିବା ପାଇଁ ଆଜ୍ଞା ହେଲା। ଆଉ କଣ କୁହ, ଆଜ୍ଞା ଏତିକି ତୁମର ମୋଷ୍ଟ ଅଫ ଜିନିଷ କମ୍ପ୍ଲିଟ କଲା ଆମେ, ଯାହା ଯାହା ମୁଁ ଲେଖିଥିଲି। ଆଉ କଣ କୁହ, ଆଉ କଣ ମାନେ ରହୁଛି ଯଦି କୁହ? ସପୋଜ ସିଜିଏଲ ଯଦି ଖରାପ ହେଲା ଏକ୍ଜାମ ଟା, ତ ପୁଣି ଆମେ ନା ସିଜିଏଲ ପାଇଁ ପଢୁଛେ, ତାପରେ ପୁଣି କେମିତି ଆରଆଇ ପାଇଁ ପ୍ରିପେୟାର ହବା, କି କିଛି ନାହିଁ, ସେଇଆ ଖାଲି କୋଶ୍ଚେନ, ସେଇଟା ହିଁ ରିଭିଜନ, ସେଇଟା ହିଁ ରିଭିଜନ, ଖାଲି ଆଜ୍ଞା କୋଶ୍ଚେନ ଲେଭେଲ ଅଲଗା ହବ ସେଥିରେ, ଆଉ କିଛି ଚେଞ୍ଜ ନାହିଁ ଆଜ୍ଞା ହେଲା। ହେବନି ତମେ ଆଜ୍ଞା ଏବେଠୁ ଭାବନି, ଏକ୍ଜାମ ଖାତା ନ ଦେବା ଯାଏ ତୁମେ ପଜିଟିଭ ରୁହ ହେଲା। ତାପରେ ଯଦି ତମକୁ ଲାଗିଲା ଏକ୍ଜାମ ଭଲ ହେଇନି, କିଛି ନାହିଁ, ଆମ ପାଖରେ ଆରଆଇ କୁ ଟାର୍ଗେଟ କରିବା, ଆମେ ଆଉ କିଛି ସେଟା ଆଜ୍ଞା ବସିକି ମନ ଦୁଃଖ କଲେ କଣ ଚେଞ୍ଜ କରିପାରିବା କି? ହୁଁ ତାଠୁ ବେଟର କଣ, ଟାଇମ ବଞ୍ଚେଇକି ଆରଆଇ ପାଇଁ ଟାର୍ଗେଟ କରିବା। ଏବେ ହୁଁ ପୁଣି CHSL ପୁଣି ବାହାରିବ, ସେ ପକେଇ ଦେଇଛି ସେଇଥିରେ। ବେଶ ବଢିଆ, ସେଟା ବି ପକେଇ ଦେଇଛ, ଅଛି ଆମ ପାଖରେ ନା, ହୁଁ ତ ସେଥିପାଇଁ ହୁଁ ଓ ସିଜିଏଲ ହଉଛି ବଢିଆ, ଯଦି ଭଲ ହଉଛି ବଢିଆ କଥା, ନ ହଉଛି ଆରଆଇ ବି ଆଜ୍ଞା ଅଛି ହେଲା। ତ ଏବେ ଯାଏଁ ତମେ ଆଜ୍ଞା ଟାର୍ଗେଟ କର ଯେ ସିଜିଏଲ ଯେମିତି ଭଲରେ ହବ, ତାପରେ ସେଇଟା ସରିଲା ଆଜ୍ଞା ଯାଇକିରି ଆରଆଇ କୁ ଆମ ମାଇଣ୍ଡ କୁ ନେବା, ନହେଲେ ଏବେଠୁ ତମେ ଆରଆଇ କୁ ଭାବିବ ନା, ତ ତମେ ସିଜିଏଲ କୁ ଗୋଟେ ଅପସନ ହିସାବରେ ନେଇଯିବ, ତାକୁ ବେଶୀ ଫୋକସ ଆଜ୍ଞା ବଢେଇବନି, ବୁଝଛ କି ନା। ତ ଏବେ ତୁମେ ସିଜିଏଲ, ଆରଆଇ ଆମ ପାଖରେ ନାହିଁ, ଏବେ ସିଜିଏଲ ଅଛି, ସିଜିଏଲ ସରିଲେ ଆରଆଇ ଆସିଲା, ଏବେ ଆରଆଇ ସରିଲେ ସିଜିଏଲ ଆସିଲା, ଏବେ ଏମିତି ଆମକୁ ନେବାର ଅଛି, ଆଜ୍ଞା ବୁଝା ପଡିଲା। ଆଉ କଣ କହ? ହଉ ଠିକ ଅଛି, ତ ଆଉ କଣ ଇସ୍ୟୁ ହେଲେ ନମ୍ବର ତ ଅଛି, ମତେ କଥା ହେଇପାରିବା ଆମେ ହେଲା। ଆଉ ଭିଡିଓ ଯଦି ତମକୁ ଭଲ ଲାଗୁଛି, କିଛି ଜିନିଷ ନୂଆ ଶିଖି ପାରିଲ, ଦେନ୍ ସେୟାର କର ତମ ଫ୍ରେଣ୍ଡଙ୍କ ସହ, ଲାଇକ୍ କର, ଆଉ ଗୋଟେ ସବସ୍କ୍ରାଇବ କରିଦିଅ। ଥ୍ୟାଙ୍କ ୟୁ, ପୁଣି ଦେଖା ହବା ନେକ୍ସଟ ଭିଡିଓରେ।